ଗ୍ୟାସ୍ ସକାଶେ ପେଟ ଗ୍ୟାସ୍ ସକାଶେ ଏଇଟା ଭଲ ଉପକାର କରୁଛି ପେଟ ପାଇଁକା। ଆଗରୁ ଗ୍ୟାସ୍ ଥିଲା ଆପଣଙ୍କର, ଏ ପାଣି ନେଇ ବ୍ୟବହାର କଲା ପରେ ଏବେ ବି ଗ୍ୟାସ୍ ଭଲ ହେଇପାରେ। ଭଲ ଭଲ ହେଉଛି। ବୈଦ୍ୟେଶ୍ଵରଙ୍କର ଅଲେଖ ଲୀଳା ଅଛି। ଲୋକଙ୍କ ଧାରଣା ବିଶ୍ୱାସ ଯେ ପାଣି ପିଇବା ଦ୍ୱାରା ଲୋକଙ୍କର ବିଭିନ୍ନ ପ୍ରକାର ଗ୍ୟାସ୍ ଏସିଡିଟି ପେଟର ବିଭିନ୍ନ ପ୍ରକାର ସମସ୍ୟା ଦୂର ହେଇପାରୁଛି। ଏ ପାଣିଟା ମୁଁ 84ରୁ ନେଉଛି, 1984 ମସିହାରୁ ଏ ପାଣି ନେଉଛି। ଆଜ୍ଞା ଏ ପାଣିର ପୁରା ହଜମ ଶକ୍ତିଟା ବେଶୀ। ଆଜ୍ଞା ତାପରେ ଏ ପାଣି ଖୁବ୍ ପତଳା ରହୁଛି, ଆଜ୍ଞା ପିଇବା ସଦୁପଯୋଗ କରାହେଉଛି। ଆଉ ଏ ପାଣିର ବହୁତ ଔଷଧୀୟ ଗୁଣ ଏ ଅଛି। ପାଣିଟାର ପିଇବା ଦ୍ୱାରା ପେଟର ଗ୍ୟାସ୍ ଫ୍ୟାସ୍ ଭଲ ମନ୍ଦ, ଆଜ୍ଞା ପେଟର ଯେକୌଣସି ପ୍ରକାର ରୋଗ ମୁକ୍ତ ଏ ପାଣି ଦ୍ୱାରା। 10-20 ବର୍ଷ ତଳେ ମୁଁ ଯାଇଥିଲି ହସ୍ପିଟାଲକୁ, ମୋର ଟିକେ ଗ୍ୟାସ୍ ଦୋଷ ରହୁଥିଲା। ଏଟା ଡାକ୍ତର କହିଲା ଏ ଗ୍ୟାସ୍ ଦୋଷର ମେଡିସିନ ନାହିଁ, ତମେ ସେଇଠି ବୈଦ୍ୟେଶ୍ଵର ପାଣି ପିଅ କମିଯିବ। ମୁଁ 20 ବର୍ଷ ହେଲା ପାଣି ନେଉଛି, ଏଠୁ ପିଉଛି, ମୋର ପୁରା କ୍ଲିୟର ବର୍ତ୍ତମାନ କିଛି ନାହିଁ। ମୁଁ ଶୁଣିଛି ଏ ଜାଗାରେ ଏଇ ଯେଉଁ ପାଣିର ମହତ୍ତ୍ୱ ମୁଁ ଜାଣିଛି। ଜଣେ ସାଙ୍ଗ କହିଲେ ଯେ ଏଇ ପାଣିରେ ପିଇଲେ ଗ୍ୟାଷ୍ଟ୍ରିକ୍ ଫ୍ୟାଷ୍ଟ୍ରିକ୍ ବହୁତ ପ୍ରକାର ରୋଗ ପୁରା ଦୂରୀକରଣ ହେବ। ତେଣୁ ମୁଁ ସେଇ ଆଶରେ ଆସି ଦେଖିବା ନୂଆ ପାଣି କେତେ ଦୂର କ'ଣ ହେଉଛି, ମୁଁ କେତେ ଉପକୃତ ହେଉଛି। ଆପଣଙ୍କର ପେଟ ବେମାର ଥିଲା ଆଗରୁ, ପିଇବା ପରେ କମୁଛି ନା? ପେଟ ବେମାର ଥିଲା ଆଗରୁ। କଣ ପ୍ରୋବ୍ଲେମ ହଉଥିଲା ଆପଣଙ୍କର? ଏଇ ପେଟ ଦର୍ଦ ହଉଥିଲା, କାଟୁଥିଲା, ଆଉ ଏମିତି ହେଇକି ଟିକେ ଭଲ ପାଣି ପିଇଲେ ସବୁ କିଛି ଭଲ ହେଇଯାଉଛି। ପ୍ରଭୁଙ୍କ ମା ବୈଦ୍ୟେଶ୍ଵର ଗୋସାଇରୁ ସବୁ ଭଲ ହେଇଯାଉଛି ଆଜ୍ଞା। ଆପଣ ଆଗରୁ ରୋଗ ପାଇଁ ମେଡିକାଲ ଯାଇଥିଲେ? ହଁ ମେଡିକାଲ ଯାଇଛି, ହଁ ଡାଇବେଟିସ୍ ଫାଇବେଟିସ୍ ସବୁ କଣ୍ଟ୍ରୋଲ ହଉଛି। ମେଡିକାଲ ମେଡିସିନ ଖାଇଲେ କଣ୍ଟ୍ରୋଲ ନାଇଁ ଏଠି ଜଳ ପିଇଲା ପରେ କଣ୍ଟ୍ରୋଲ ହେଇଯାଉଛି। କଣ୍ଟ୍ରୋଲ ହେଇଯାଉଛି ଆଜ୍ଞା। ଏ ଭରସା ଆପଣଙ୍କର ରହିଛି? ଆଜ୍ଞା 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 ବହୁତ ପୁରୁଣା କାଳର ମନ୍ଦିର। ଇଏ 1942 ମସିହାର ଏ ମନ୍ଦିର ତୋଳା ହେଇଥିଲା। ସେ ରାମଦାସ ବାବା ତାକୁ ତିଆରି କରିଥିଲେ। ସିଏ ତାର ପ୍ରସିଦ୍ଧ ରହିଛି। ଏ ପାଣିର ମହତ୍ତ୍ୱ ବହୁତ କିଛି ଅଛି। ଆଉ ଏ ପାଣିକି ଖାଇଲା ମାନେ ପିଇଲା ମାନେ କଣ୍ଟିନ୍ୟୁ ଦେହର ଗ୍ୟାଷ୍ଟ୍ରିକ୍ ଫ୍ୟାଷ୍ଟ୍ରିକ୍ ସବୁ କମିଯିବ। ଆଉ ଏଠିକାର ଚାଲିଚଳନ ବହୁତ ମାନେ ଆର ନମୁନା ଅଛି ଆଉ। ନମସ୍କାର ଦର୍ଶକ, ଆଜିର କାର୍ଯ୍ୟକ୍ରମ ରହିଛି ଏମିତି ଏକ ଜାଗାକୁ ଯେଉଁ ଜାଗା ବିଷୟରେ ପୁରାଣ ପୃଥିବୀରୁ ମଧ୍ୟ ଶୁଣିବାକୁ ମିଳେ, ଲୋକ କଥାରୁ ଶୁଣିବାକୁ ମିଳେ। ବହୁତ ରହସ୍ୟଜନକ ଜାଗାଟି ରହିଛି ବା ଅଲୌକିକ ଜାଗାଟି ରହିଛି। ତ ଆମେ ଲୋକ କଥାରୁ ବା ମିଡ଼ିଆ ମାଧ୍ୟମରେ ବା ପୁରାଣ ପୃଥିବୀ ଶୁଣିବାକୁ ପାଇଥିଲୁ କି କଟକ ଚୌଦ୍ୱାରରେ ଏଭଳି ଏକ ପ୍ରଭୁଙ୍କ ଆସ୍ଥାନ ରହିଛି, ବାବା ବୈଦ୍ୟେଶ୍ଵରଙ୍କ ଆସ୍ଥାନ ରହିଛି। ସେଠି ଏକ ପାଣି ଝରଣା ବା ପାଣି କୂପ ରହିଛି, ଗୋଟିଏ ପୁଷ୍କରିଣୀ ବା କୁଣ୍ଡ ରହିଛି କି ସେଇ କୁଣ୍ଡ ବା କୁଣ୍ଡରେ ଗାଧେଇଲା ପରେ ଚର୍ମ ରୋଗ ମଧ୍ୟ, ଯାବତୀୟ ଚର୍ମ ରୋଗ ମଧ୍ୟ ଭଲ ହେଇପାରୁଛି। ଆଉ ଗୋଟିଏ ରହିଛି କୂପ ରହିଛି, କୂପରୁ ଯାହା ଝରଣା ମଧ୍ୟରେ ପାଣି ବାହାରୁଛି କେବେ ବି ଶୁଖୁ ନାହିଁ, ସେ ପାତାଳ ଫୁଟିଛି ଯାହା ଲୋକ କଥାରୁ ଜଣାଯାଏ। ସେଇ ପାଣିକି ବ୍ୟବହାର କରିବା ଦ୍ୱାରା, ପିଇବା ଦ୍ୱାରା ପେଟର ଯାବତୀୟ ରୋଗ ବେମାର ଥିଲେ ମଧ୍ୟ ସବୁ ଭଲ ହେଇପାରୁଛି। ଯାହା କୁହନ୍ତୁ ଗ୍ୟାଷ୍ଟ୍ରିକ୍, ଡାଇବେଟିସ୍ ରୋଗ ଭଲ ହେଇପାରୁଛି ଶୁଣିବାକୁ ପାଇଥିଲୁ। ଆଜି ମଧ୍ୟ ସେଇ ଜାଗାରେ ଆସି ଆମେ ପହଞ୍ଚି ଯାଇଛୁ। ଆମକୁ ଜାଣିବାକୁ ପଡ଼ିବ କି କ୍ଲାରିଫାଏ କରିବାକୁ ପଡ଼ିବ ଯେଉଁ କଥା ଶୁଣିଥିଲୁ କେତେ ବିଶ୍ୱାସ, କେତେ ଅନ୍ଧବିଶ୍ୱାସ, କେତେ ଅବିଶ୍ୱାସ ଯୋଗ୍ୟ ସେଇ କଥାର ମହାତ୍ମ୍ୟ ବିଷୟରେ ଜାଣିବାକୁ ପାଇଁ ଆମେ ଆସି ପହଞ୍ଚିଛୁ। ଆମେ ବର୍ତ୍ତମାନ ସେଇ ପୀଠକୁ ଯିବୁ, ସେଇ ଯେଉଁ ପାଣି କୁଣ୍ଡ ଦେଖିବୁ, ପାଣି ପୁଷ୍କରିଣୀ ଦେଖିବୁ, ତା ବିଷୟରେ ଲୋକମାନଙ୍କୁ ବା ଭକ୍ତମାନଙ୍କୁ ବା ଶ୍ରଦ୍ଧାଳୁମାନଙ୍କୁ ଯେଉଁମାନେ ବ୍ୟବହାର କରିକି ଉପକାର ପାଇଥିବେ ସେମାନଙ୍କ ଠାରୁ ବାଇଟ୍ସ ବା କିଛି ତଥ୍ୟ ଆମେ ଆଣିବୁ, ଯାହାକି କେତେ ସତ୍ୟତା ଆମେ ଜାଣିପାରିବୁ। ତ ଆଜି ବର୍ତ୍ତମାନ ସକାଳୁ ସକାଳୁ ଆସି ଆମ ଟିମ୍ ମଧ୍ୟ ସେଇ ବାବା ବୈଦ୍ୟେଶ୍ଵରଙ୍କ ପାଖରେ ପହଞ୍ଚିଛି। ଆମେ ବର୍ତ୍ତମାନ ସେଇ ଜାଗାକୁ ଯିବୁ, ଭିତରକୁ ପ୍ରବେଶ କରିବୁ, ସେ ବିଷୟରେ ଆମେ ଜାଣିବୁ, ଆପଣମାନଙ୍କୁ ଜଣାଇବୁ, ଆମେ ଦେଖିବୁ, ଆପଣମାନଙ୍କୁ ମଧ୍ୟ ଦେଖେଇବୁ କ'ଣ ରହିଛି ଏମିତି ଅଲୌକିକତା ଯାହା ହଜାର ହଜାର ଲୋକଙ୍କର ଭିଡ଼ ଲାଗୁଛି। ସେଇ ପାଣିର ରହସ୍ୟ ମଧ୍ୟ ଆଜି ଆମେ ଖୋଲିବୁ। ଆସନ୍ତୁ ଯିବା ବାବା ବୈଦ୍ୟେଶ୍ଵରଙ୍କୁ ଦର୍ଶନ କରିବା, ତାଙ୍କ ଯେଉଁ ମହାତ୍ମ୍ୟ ରହିଛି ପାଣି ବିଷୟରେ ଆପଣମାନଙ୍କୁ ଆମେ ଜାଣିବୁ, ଆପଣମାନଙ୍କୁ ଦେଖେଇବା। ଆସନ୍ତୁ ଯିବା, ଦେଖିବା କ'ଣ ରହିଛି ଦର୍ଶକ ବନ୍ଧୁ ସେ ଜାଗା।
बाबा वैद्येश्वरंकर प्रवेश प्रथम गेट भितर पशिबे आपणकर बाम साइड रे रोचंती बजरंग बाली मंदिर भी गोटे रही है। बजरंग बाली पूजा पाँच आसतु जीवा प्रथमे बाबा बजरंग बाली दर्शन करवा। कैमरामैन भाई को अनुरोध करी से बाबा बजरंग बाली को आपण मानक भिजुआल माध्यम दर्शन करदे। तो बजरंग बाली मंदिर को ठीक लागे माने डाहाण पट को बृंदा माँ बृंदावती एक आस्थान रही। दर्शक बंधु आमे जो बाबा वैद्येश्वर प्रभु पाखक आसीलु जो विश्वास भरोसा नहीं लोक कथार जानीलु पुथी पुराण शुणा पाई मीडिया मध्यम किसी देखी तथापि आम विश्वास हो नाला आम अविश्वास भाभी अंधविश्वास होता पारे किंतु सेटा केते दूर सत्यासत्य जानापी आम टीम आसी बर्तमान सका पहुँचला से बाबा वैद्येश्वर पीठ में बहुत सारा ग्रामवासी वयोज्येष्ठ व्यक्ति सम्मान्य व्यक्ति उपस्थित थे। आम से अनुरोध कर चैनल तरफ सी जो प्रत्यक्ष प्रभु एटी आस्थान रही बाबा वैद्येश्वर जहाँ कटक जिले में चौद्वार अवस्थित से विषय आमे जानबू आपण मानक जनइबू आमे देखू आपण मानक देखू कौन रही से जगार कौन रही अलौकिक कौन रही रहस्य कौन रही से औषधीय पानी जो बाबा पछपटे जो झरणार बाहर बहुत सारा रोग उपशम हो पारुची गैस्ट्रिक मुख्यतः भल हो पारुची पेटर जो जेकोसी जावतीय रोग रही से पानी पीवा व्यवहार करने फल भल हो पारुची से विषय सार ठारू आम पचारि बुझा। तो आम चैनल तरफ आपन स्वागत करुचु। ये जो बाबा वैद्येश्वर पीठ रही आपण ग्राम तो ये जो पानी बहुत दूर दूर को जापी बाबा वैद्येश्वर मंदिर केवे केउ कालू रही आसी अलौकिकता कौन रही तार महात्म्य कौन रही मुख्य पर्व कौन पालन करा जाए पानी कौन महात्म्य रही से विषय आम दर्शक मानक आप कहे। मो ना हूँ रमेश बराड़ आप घर आग्राट कहते बाबा वैद्येश्वर विषय ये बाबा वैद्येश्वर पीठ आम शुणीचु जे लोक कथा अनुसार विराट राजा जो अष्टसम दर्शन करने को बुलती से पानी हो असुविधा होता से मंदिरटा प्रतिष्ठा कर आउ गोटे जन गोटे शुणी रामदास बाबा जड़े थे से 1940 मसीह आसिक कड़े मंदिर एटी माने मंदिर थिला ताकू डेभलप करे रामदास बाबा एटी गछ बुर्छ लगे झरणाटा माने कूटा खोली जेते पेट रोग अच्छी माने प्रत्यक्षदर्शी भी लोक अच्छा ये उपकृत होती वैद्येश्वर पानी नहीं कि सेवन कले पीले तांकर पेट रोग भल हो जाए। एबे आईटीबीपी जो आमर एआरसी की जगुची आईटीबीपी से शुणीचु जे 17 जन लोकंकर पिलापिली टोटाल हो ना किए 7 वर्ष मैरेज किए 6 वर्ष किए 8 वर्ष 9 वर्ष मैरेज करते पिलापिली हो ना ये पानी पीवा द्वारा से कहाटू इनसिस्ट है कि खबर पाई से पानी पीले जब 17 जनकर पुओ होई बाबा वैद्येश्वर मुख्य पर्व कौन पालन करा जाए आमर हुए जागर एवं शिव पार्वती शीतल षष्ठीटा हुए बागर हुए एवं अन्य पर्व जिते छोट बड़ जो कार्तिक मसरे से गोटा पर्व आमर कार्तिक पुण्य दिन एमती सबकि हुए गण पर्व जहाँ अच्छी आमर पांजी अनुसार जो तिथि फिति से अनुसार सब तार सठिक भाव में पालन करा जाए। दर्शक बंधु अपेक्षार अंत घटी शेष आम आसी पहुँच जाइए से वैद्येश्वर बाबा पाखे प्रथमे आपण को मु बाबा वैद्येश्वर को दर्शन करेबी तापर आउ कौन कौन से सब रही से पीठ में आपण मानू देखेबी ता विषय अलौकिकता जन आसतु जीवा दर्शन करवा बाबा वैद्येश्वर। पानी नहीं पीवा द्वारा लोक भल होती से द्वार रही है बाटे आपड़ से कुंड बा से कूप पाखक जापर।
बाबा वैद्येश्वर पाखक जीवा बाटर से मंदिर बेढ़ा भितर माँ लक्ष्मी प्रभु नारायण गोटे आस्थान मंदिर रही है माँ लक्ष्मी प्रभु नारायण पूजा पाँच मु कैमेरामैन भाई को अनुरोध करी सी माँ लक्ष्मी प्रभु नारायण को आपण मान विजुअल माध्यम दर्शन करदे आसतु दर्शन करवा माँ लक्ष्मी प्रभु नारायण। आउ कौन कौन अच्छे आप आसतु आम देख ग्रहंकर प्रतिमूर्ति रही जहाँ पूजा भी कराऊँ आस्थान भी रही मो कैमेरामैन भाई को अनुरोध करी सी यही नवग्रह को आपण मान दर्शन कराइदेवे। नवग्रह पूजा पाँच प्रभु वैद्येश्वर पाखे। वैद्येश्वर महाप्रभु पाखे पूजा पाँच माँ मंगला। बर्तमान मुझे कैमेरामैन भाई को अनुरोध करी से माँ प्रत्येक मूर्ति को आपण मानक दर्शन करदेवे माँ को थोड़ा दर्शन कर। सर आम दर्शन करवा प्रभु देवदेव प्रभु वैद्येश्वर को आम दर्शन करवा जो वैद्येश्वर एत अलौकिक रही एत कहानी रही एत महात्मा रही जो वैद्येश्वर पाखे झरणा बा पुष्करिणी बा कूपर दर्शक बा श्रद्धालु लोक मैंने पीकी जावतीय पेट मार भल हो पारुची मानसिक पूर्ण हो पारुची। तो आसतु से प्रभु वैद्येश्वर को दर्शन करवा आसतु जीवा प्रभु वैद्येश्वर को दर्शन करवा। बाबा वैद्येश्वर पाखे बहुत सारा भक्त बर्तमान आउ पिला वरिष्ठ व्यक्ति स्नान कर पचार जावा यही जो कुंड से स्नान कर कौन महात्मा अच्छी कहीं से आसिक ये स्नान चैनल तरफ आपको स्वागत कर भाई आपन कहे जो कुंडर आप स्नान कर प्रत्येक दिन आसी करती ना कौन यार महात्मा रही डेली आसी करू प्रतिदिन स्नान कर स्नान कर कौन आप कौन पानी औषधीय टे ये अच्छी आधे पानी आज्ञा भल लगे भी गाधे बहुत स्वच्छ थाए आज्ञा से गाधे भल लगे डेली आप घर पाखे पाखे तो यार बहुत औषधीय गुण पानी रही गाधला कौन तो माने आपण देह कौन भल हो चर्म रोग हुए ये हुए बहुत ये अलग पोखरे गाधे चर्म रोग हुए कि पोखरे गाधे चर्म रोग हुए भाई धन्यवाद भाई कहले यही जो कुंडरे पानी अच्छी यार औषधीय जिनस रोचे जहाँकि गाधला चर्म रोग भल हो पारुची कौन कुंडरे आसी आप गाधौं भल पानी गाधे कथा भल आमे तो शुणिलु कि पानी रे बहुत औषधीय गुण रोचे जहाँकि से पानी रोचे कुंडरे जो कूपर जो पानी रोचे तार भी औषधीय गुण रोचे आप नाटा कौन कहले अभिषेक सुबद्रे आप घर पाखे तो आप प्रत्येक दिन आसिक गाधाती ना आज आसिक प्रतिदिन प्रतिदिन माने प्राय सब पाख लोक आस स्नान करते तो से भाई पचारे सी कहले कि पानी गाधला कि औषधीय गुण रोचे जहाँकि चर्म रोग भल करने माने सहायक होती दूर सत्यता रही सत्यता तो रही निजर भी चर्म रोग था मोर भी भल गाधेला तो आपन चर्म रोग था गाधला माने भल होती जहाँ विश्वास गोटे ये आप प्रत्येक दिन आसिक गाधौं आज्ञा। तो दर्शक बंधु ये भाई तो सेम कथा ही कहले कि जानिया को आम भी पाइलु कि ये गाधोवा द्वारा चर्म रोग भल हो पारुची आउ कौन अच्छे आसते आगो देखा तरफ आप स्वागत करुचु आपण ये वैद्येश्वर पाखे जो कूपर बहुत सारा लोक पानी नौ कि ये कुंडरे स्नान कर महात्मा विषय आमको टे कहे आज्ञा बहुत पुराणा कालर मंदिर ये 1942 मसीहार ये मंदिर तोड़ा से रामदास बाबा तैयारी करते सी तार प्रति प्रसिद्ध रही ये पानी महत्व बहुत किसी अच्छी आ ये पानी की खाइला माने पीला माने कंटिन्यू देहर गैस्ट्रिक फैस्ट्रिक सब कमिज
ଆଉ ଏଠିକାର ଚାଲିଚଳନ ବହୁତ ମାନେ ଆର ନିମ୍ନ ଅଛି ଆଉ ଏଇ ଯୋଉ ଝରଟା କେବେଠାରୁ ମାନେ ଏଇଟା ବହୁତ ପୁରୁଣା ଝର ଆମେ ଜାଣିନୁ କେବେ ଆମେ ବହୁତ ଛୋଟ ବେଳୁ ଜାଣିଛୁ କେବଳ ମନ୍ଦିର ତୋଳା ହେଲା ବେଳୁ ଏ ଝର ବାହାରିଛି ମନ୍ଦିର ତୁଳାର ମନ୍ଦିର ଏବେକାର ନା ନା ଏ ବହୁତ ଦିନର ମନ୍ଦିର ଇଏ ତାର ତୋଳିଛି ଯିଏ ରାମଦାସ ବାବା ରାମଦାସ ବାବା ସେ କେତେ ବର୍ଷ ତଳର କଥା ଇଏ ଦୀର୍ଘ 60-70 ବର୍ଷ ଉପରେ କମ ହବନି ମାନେ 60-70 ବର୍ଷ ପୂର୍ବରୁ ଇଏ ସ୍ୱୟଂ ଆବିର୍ଭାବ ହେଇଛନ୍ତି ତଳୁ ମାନେ ସ୍ଥାପନା ନୁହନ୍ତି ଏଇ ଯୋଉ ବାବା ବୈଦ୍ୟେଶ୍ଵର ଏଇ ଯୋଉ ସ୍ଥାପନା ନୁହନ୍ତି ଏଗୁରା ଅଷ୍ଟ ଶମ୍ଭୁ ଯୋଉ ରହିଛନ୍ତି ନାଇଁ ତା ସାଙ୍ଗରେ ଇଏ ନୁହନ୍ତି ଇଏ ଅଲଗା ଇଏ ଅଲଗା ଇଏ ହଉଛି ବହୁତ ଦିନର କଥା ରାମଦାସ ବାବା ଇଏ ବିଲବାଡ଼ି ଭଲ ମନ୍ଦ ସବୁ ଥିଲା ଗାଈ ବି ଥିଲେ 100 ଗାଈ ଥିଲେ ଗୋଟେ ଅଧେ ନୁହେଁ ଆଉ ତାର ପ୍ରସିଦ୍ଧ ବହୁତ ଆଗରୁ ଅଛି ଏବେ ଗାଈ ଫାଇ ଆଉ କିଛି ନାହିଁ ଗାଧେଇଲା ପରେ କଣ ଏମିତି ଔଷଧ ଗୁଣ ଅଛି ଯାହା ପ୍ରତ୍ୟେକ ଶ୍ରଦ୍ଧାଳୁ ବା ଭକ୍ତମାନେ ଆସିକି ପାଣିରେ ବୁଡ ବହୁତ କିଛି ମାନେ ଗୁଣ ଅଛି ଏ ପାଣିରେ କଣ ଆମକୁ ଟିକେ ଜଣେଇବା କହିଲି ପରା ପାଣିରେ ଗାଧେଇବା ମାନେ ଚର୍ମ ରୋଗ ବିଷୟରେ ବହୁତ କିଛି ଅଛି ପେଟ ରୋଗ ବିଷୟରେ ବହୁତ କିଛି ଅଛି ଏଗୁଡ଼ା ମାନେ ଗ୍ୟାଷ୍ଟ୍ରିକ୍ କହିଲି ପରା ପ୍ରଥମରୁ ଗ୍ୟାଷ୍ଟ୍ରିକ୍ଟା ଭଲ ହେଇଯାଉଛି ଏଗୁଡ଼ା ହେଉଛି ଥଣ୍ଡା ପାଣି ଝରଣା ପାଣି ଆଉ ଏଇଭଳିଆ ଡେଲି 5,000 10,000 ଲିଟର ପାଣି ଯାଉଛି ପିଇବାକୁ ନେଉଛନ୍ତି ଲୋକ ଆମେ ଦେଖିଲୁ ବହୁତ ସାରା ଯେଉଁ ଲୋକ ଆସୁଛନ୍ତି ଗାଧେଇବାକୁ ସେ ପାଣି ବି ନେଇକି ଯାଉଛନ୍ତି ଦେଖନ୍ତୁ ଆଜିରେ ଆଉ କିଛି ମରିଦୁନି ନାହିଁ ଚ୍ୟାନେଲ ତରଫରୁ ସ୍ୱାଗତ ଆପଣଙ୍କୁ ଭାଇ ଏ ଯୋଉ ଆପଣ ଗାଧୋଇବା ପାଇଁ ମଧ୍ୟ କୁଣ୍ଡକୁ ଆସିଛନ୍ତି ତ ଏଇ କୁଣ୍ଡରେ ତ ବହୁତ ସାରା ଲୋକ ବି ଗାଧଉଛନ୍ତି ଆମେ ଆସିଲା ପରେ ଦେଖୁଛୁ ବହୁତ ସାରା ଲୋକ ବି ପାଣି ସେ କୂପରୁ ନେଉଛନ୍ତି ଏଠି ବି ଯୋଉ ମାନେ କୁଣ୍ଡଟି ହେଇଛି ବହୁତ ସାରା ସ୍ନାନ କରୁଛନ୍ତି ଗାଧଉଛନ୍ତି କଣ ୟାର ଅଲୌକିକତା ରହିଛି ମହାତ୍ମା ରହିଛି ଏତେ ସାରା ଲୋକ ଏଠିକି ଆସୁଛନ୍ତି ପାଣି ନେଉଛନ୍ତି ଗାଧଉଛନ୍ତି ଆପଣ ଟିକେ ଆମକୁ କହିବେ ଆଜ୍ଞା ଆମେ ତ ଛୋଟ ଅବସ୍ଥାରୁ ବାଲ୍ୟ ଅବସ୍ଥାରୁ ଦେଖି ଆସୁଛୁ ବାବା ବୈଦ୍ୟେଶ୍ଵରଙ୍କର ଅଲୌକିକ ଲୀଳା ଅଛି ଲୋକଙ୍କ ଧାରଣା ବିଶ୍ୱାସ ଯେ ପାଣି ପିଇବା ଦ୍ୱାରା ଲୋକଙ୍କର ବିଭିନ୍ନ ପ୍ରକାର ଗ୍ୟାସ୍ ଏସିଡିଟି ପେଟର ବିଭିନ୍ନ ପ୍ରକାର ସମସ୍ୟା ଦୂର ହେଇପାରୁଛି ଆଉ ଏଇ ପାଣି ଏମିତି ଗୋଟେ ଚାର୍ମ ଅଛି ଆଜ୍ଞା ଆପଣ ଯେତେ ଖରାରେ ଆସନ୍ତୁ ନା କାହିଁକି ଗ୍ରୀଷ୍ମ ଦିନରେ ଆପଣ ଗାଧେଇ ପଡି ସବୁ ଭୋକ ସବୁ ପୁରା ଉଭା ହେଇଯିବ ପ୍ରଭୁ ନାଇଁ ଏତେ ପୁରା ଏତେ ଆପଣଙ୍କୁ ଏତେ କମ୍ଫର୍ଟେବୁଲ ଫିଲ୍ କରିବେ ଯେ ଆପଣ ମାନେ 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 କଣ କହିବି ଆଜ୍ଞା ସେ ପ୍ରଭୁ ବାବା ବୈଦ୍ୟେଶ୍ଵରଙ୍କର ଲୀଳା ଆଶୀର୍ବାଦ ଆଜ୍ଞା ଏଠି ଆମେ ଛୁଆଟୁ ଦେଖି ଆସୁଛୁ ଆପଣ ଦିନେ ଆପଣ ବି ଆସିକି ଗାଧାନ୍ତୁ ଜାଣିବେ ଖରା ଦିନେ ପାଣିର କେତେ ଚାର୍ମ ଅଛି ବିଶେଷ କରି କୂଅର ପାଣି ପିଇବା ଦ୍ୱାରା ଲୋକମାନଙ୍କର ବିଭିନ୍ନ ପ୍ରକାର ଡିଜିଜ ବି ଭଲ ହେଇପାରୁଛି କଣ ଡିଜିଜ ଭଲ ହେଇପାରୁଛି ଗ୍ୟାସ୍ ଏସିଡିଟି ଅମ୍ଳ ଦୋଷ ବିଭିନ୍ନ ଯାହା ସମସ୍ୟା ପେଟର ସମସ୍ୟା ଥିବ ଭଲ ହେଇପାରୁଛି ପେଟର ଯାବତୀୟ ବେମାର ଭଲ ହେଇପାରୁଛି ପେଟର ବିଭିନ୍ନ ପ୍ରକାର ଯାବତୀୟ ରୋଗ ବି ଭଲ ହେଇପାରୁଛି ଲୋକ ବି ବହୁ ଲୋକ ବି ପାଣି ନେଉଛନ୍ତି ଆପଣ ରାତି 11ଟା ପର୍ଯ୍ୟନ୍ତ ବି ପାଣି ନେଉଛନ୍ତି ଏ ପାଣି ବି ଦିଲ୍ଲୀର ERCର ଯେତେ ଲୋକ ଅଛନ୍ତି ହାଉସ ଟୁର୍ଣ୍ଣାମେଣ୍ଟ ଲୋକ ବି ପାଣି ନେଉଛନ୍ତି ଦିଲ୍ଲୀ ବି ସପ୍ଲାଇ ହେଉଛି ଯୋଉ ପାଇଲଟ ମାନେ ଆସନ୍ତି ମାନେ ଏଠି ଟୁରରେ ଏଠି ପାଣି ବି ନେଇକି ଯାଆନ୍ତି ଦିଲ୍ଲୀ ବି ନେଇଯାଆନ୍ତି ଏଇଠୁ ପାଣି ନେଇ ଦିଲ୍ଲୀ ବି ନେଇଯାଆନ୍ତି ମାନେ ଲୋକ ପିଇବା ପାଇଁକା ଯୋଉ ପାଇଲଟ ମାନେ ଆସନ୍ତି ଆମର ଏଠୁ 4 ଯୋଉ ବିମାନ ବନ୍ଦର ଅଛି ଲୋକମାନେ ପାଇଲଟ ଆସନ୍ତି ଏଠି ପାଣି ବି ନେଇକି ଯାଆନ୍ତି ବହୁତ ଲୋକ ଏଠି ପାଣି ନେଇକି ବହୁତ ସମସ୍ୟା ବି ଦୂର ହେଇଛି ପେଟ ସମସ୍ୟା ଲୋକମାନେ ଡକ୍ଟର ପାଖରୁ ଫେରିକିନି ଆସିଛନ୍ତି ଏ ପାଣି ଲୋକମାନେ ବିଶ୍ୱାସ କଣ୍ଟିନ୍ୟୁ କରି ଦିଅନ୍ତି ପେଟ ସମସ୍ୟା ବି ଦୂର ହେଇଯାଏ ମାନେ ଆପଣ କହୁଛନ୍ତି ଡକ୍ଟର ମାନଙ୍କ ଯୋଉ ପରାମର୍ଶ ଦ୍ୱାରା ଯୋଉ ରୋଗ ଭଲ ଡକ୍ଟର ମାନେ ଏ ପାଣି ପିଇବା ଦ୍ୱାରା ବି ସେ ଭଲ ହେଇଯାଏ ଆଜ୍ଞା ଆଜ୍ଞା କିନ୍ତୁ ବିଶ୍ୱାସ ହିଁ ଭଗବାନ ଏବେ ବାବା ବୈଦ୍ୟେଶ୍ଵରଙ୍କ ନାଁ ବିଶ୍ୱାସ କରି ପାଣି ପିଇବେ ପେଟର ସମସ୍ୟା ଦୂର ହେଇପାରିବ ବହୁତ ସାରା ବି ବୟୋଜ୍ୟେଷ୍ଠ ବ୍ୟକ୍ତି ସ୍ନାନ କରୁଥିଲେ ପଚାରିବା ପରେ ସେ କହୁଛନ୍ତି ଗାଧୋଇବା ବେଳେ ଚର୍ମ ରୋଗ ଯାହା ଦେହରେ ଅଛି ଆଜ୍ଞା ପାଣିର ବି ମାନେ ସମସ୍ୟା ଅଛି ଆପଣ ବି ସ୍କିନ୍ ଡିଜିଜ ଯୋଉ ହେଇଥିବ ନା ଆପଣ କଣ୍ଟିନ୍ୟୁ ଆପଣ ଗାଧାନ୍ତୁ ପାଣି ଚର୍ମ ରୋଗ ବି ଭଲ ହେଇଯାଉଛି ଚର୍ମ ରୋଗ ବି ଭଲ ହଉଛି ସେ ବିଶ୍ୱାସ ଗୋଟେ ବିଶ୍ୱାସ ଆପଣ ବିଶ୍ୱାସ କରିକି ଭଗବାନ ବାବା ଆମେ କଣ୍ଟିନ୍ୟୁ ଗାଧାନ୍ତୁ ଆଉ ଖରା ଦିନେ ତ ଆପଣ ଲୋକ କେତେ ଲୋକ ଆସୁଛନ୍ତି କୁଆଡୁ ଲୋକ କଟକ ଭୁବନେଶ୍ୱର ଲଗେଇ ଲୋକ ଯାତ୍ରା ଭଳିଆ ଲୋକ ଏଠି ଗାଧଉଛନ୍ତି ନା ଏବେ ଯାତ୍ରା ଭଳିଆ ପାଣି ବି ନଉଛନ୍ତି ଗାଧଉଛନ୍ତି ପାଣି ବି ନଉଛନ୍ତି ଗାଧଉଛନ୍ତି ଆପଣ ଏଇଠି ଆମର ERC 4 ବାଟିଆ ଲଗେଇ 14 ଫଳ ଲଗେଇକି ଅଞ୍ଚଳ ଲୋକ ବି ପାଣି ନଉଛନ୍ତି କଣ୍ଟିନ୍ୟୁ ଆପଣ ଦେଖନ୍ତୁ ରାତି 11ଟା ପର୍ଯ୍ୟନ୍ତ ଲୋକ ପାଣି ନେବେ ଏଠୁ ଆପଣ ଏଠି କେତେ ଦିନ ହେଲା ମାନେ ପାଣି ବ୍ୟବହାର କରୁଛନ୍ତି ଆଜ୍ଞା ଆମେ ଏଠି ତ ଜନ୍ମ ଆମର ଏଇ ଆମ ଜନ୍ମ ମାଟି ଏଠି ଆମ ଗାଁ ଏଠି ଆମେ ଦେଖି ଆସୁଛୁ ଆମ ବାପା ମା ବି ଆମ ବାପା ତାଙ୍କ ଜେଜେ ବାପା ବି ଏଇଠୁ ପାଣି ଗାଧଉଛନ୍ତି ପାଣି ବି ପିଉଛନ୍ତି ଆମେ ଆପଣଙ୍କର ପୂର୍ବପୁରୁଷରୁ ଏ ଲୋକମାନେ ଏଠି ବି ମାନେ ପାଣି ପିଉଛନ୍ତି ଏବେ ଏଠି ଗାଧଉଛନ୍ତି ଆପଣଙ୍କ ନାଁଟା ଭାଇ କହିବେ ମୋ ନାଁ ଭରତ ଆପଣଙ୍କ ନାଁଟା ଭରତ ଘର ହେଲା ଆଗ୍ରାହାଟ ଆମ ଏଇ ଲୋକାଲ ବାସିନ୍ଦା ଆମେ ଏଠୁ ଆପଣ ପ୍ରତ୍ୟେକ ଦିନ ଆସୁଛନ୍ତି ପ୍ରତିଦିନ ଆଜ୍ଞା ଆମେ ଘରେ ସବୁ ପ୍ରକାର ସୁବିଧା ଅଛି
ଲାଟ୍ରିନ୍ ବାଥରୁମ୍ ଠୁ ସାୱାର ଲାଗିଛି କିନ୍ତୁ ଆମେ ଘରେ ଗାଧୋଇ ଶାନ୍ତି ନାହିଁ ପୋଖରୀ ଗାଧୋଇ ଶାନ୍ତି ହେଇଯାଉଛି ପୁରା ମାନେ ଶାନ୍ତି ମିଳୁଛି। ଆଜ୍ଞା। ତ ଭାଇ ଜଣେ ଆସିଥିଲେ ଗାଧୋଇବା ପାଇଁ, ଭାଇଙ୍କ ଠାରୁ ଆମେ ଓପିନିଅନ ନେଲୁ କି ଜାଣିବା ପାଇଁ ଚାହିଁଲୁ ଏ ପାଣି ବିଷୟ, କୁଣ୍ଡ ବିଷୟ, ବାବା ବୈଦ୍ୟେଶ୍ୱରଙ୍କ ବିଷୟରେ ଜାଣିବା ପାଇଁ ପାଇଲୁ। ସେଇ ବାବା ପ୍ରଭୁ ବୈଦ୍ୟେଶ୍ୱରଙ୍କ ବିଷୟରେ ଭାଇଙ୍କର ଅଲୌକିକ ବିଶ୍ୱାସ ଭରସା ମଧ୍ୟ ରହିଛି। ତାଙ୍କର କହିବା ଅର୍ଥ ଯାହା ବିଶ୍ୱାସରେ ମିଳନ୍ତି ହରି ତର୍କେ ବହୁଧିରେ, ବିଶ୍ୱାସ ଥିଲେ ମଧ୍ୟ ସବୁ କିଛି ସମ୍ଭବ, କିଛି ଅସମ୍ଭବ ନାହିଁ। କି ଭାଇ କହିଲେ କି ପାଣି ଯୋଉ ପିଇବା ଦ୍ୱାରା ପେଟରେ ଯାବତୀୟ ରୋଗ ବେମାର ଥିଲେ ବି ଡକ୍ଟର ପରାମର୍ଶରେ ମାନେ ମେଡିସିନ ସେବନ କଲା ପରେ ବି ଯୋଉ ରୋଗ ଭଲ ହେଇପାରୁନାହିଁ ଏଠି ସେ ପାଣି ପିଇବା ଦ୍ୱାରା ବା ବ୍ୟବହାର କରିବା ଦ୍ୱାରା ଭଲ ହେଇପାରୁଛି। ଏଇ ତ ବାବା ବୈଦ୍ୟେଶ୍ୱର ବାବାଙ୍କର ଅଲୌକିକତା ମଧ୍ୟ ଏଠି ରହିଛି। ଭାଇ ଏଠି ପ୍ରତ୍ୟେକ ଦିନ ଆସନ୍ତି, ଏଇ ପାଖ ଗ୍ରାମର ଗ୍ରାମବାସୀ ମଧ୍ୟ ସିଏ ସ୍ନାନ କରନ୍ତି, ପାଣି ପିଅନ୍ତି, ସିଏ କରନ୍ତି ନା ପରିବାର ମଧ୍ୟ କରନ୍ତି, ତାଙ୍କ ପୂର୍ବ ପୁରୁଷରୁ ମଧ୍ୟ ଏ ପାଣି ବ୍ୟବହାର କରି ଆସୁଛନ୍ତି। ତ ଏ ବିଶ୍ୱାସ ଯୋଗ୍ୟ କଥା ମଧ୍ୟ ବିଶ୍ୱାସ ଅଛି, ଭରସା ରହିଛି, ତ ଆସ୍ଥା ବି ମଧ୍ୟ ରହିଛି ଏ ସ୍ଥାନରେ। ତ ତେଣୁକରି ଭାଇ ଯୋଉ ପାଣି ବିଷୟରେ ଆମକୁ ଆପଣମାନଙ୍କୁ ଜଣେଇଥିବାରୁ ଆମ ଚ୍ୟାନେଲ ତରଫରୁ ଭାଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛୁ। ଭାଇ ନମସ୍କାର। ମଉସା ଏଇ ପାଣି ପାଇଁ ଆପଣ ଆସିଛନ୍ତି, ଏ ପାଣିରେ କ'ଣ ଏମିତି ରହିଛି ପାଣି ବିଷୟରେ ଆମକୁ ଟିକେ କହିବେ। ଗ୍ୟାସ୍ ସକାଶେ, ପେଟ ଗ୍ୟାସ୍ ସକାଶେ ଏଇଟା ଭଲ ଉପକାର କରୁଛି ପେଟ ପାଇଁକା। ଆଉ ଖାଲି ପେଟରେ ପିଇବ ତ ଆହୁରି ଆହୁରି ଭଲ। ରାତିରେ ଶୋଇ ଉଠି ଏ ପାଣି ପିଇଲେ ବି ପୁରା ଝାଡ଼ା କ୍ଲିୟର, ଅଧଘଣ୍ଟା ଭିତରେ ଝାଡ଼ା ଦେଖିବ, ପୁରା ପେଟ କ୍ଲିୟର ହେବ। ଆଉ ଯେଉଁ ଇଏ କ'ଣ ନା ତେଲ ଜିନିଷ ଖାଇଲେ ଗ୍ୟାସ୍ ରହୁଛି। ଏଇଟା ଏଇ ପାଣି କୂଅ ପାଣି ଯାଉଛି ଭାତ ପଖାଳିଆ ସକାଶେ, ଭାତ ପଖାଳ ପାଣି ଆମେ ଶୁଣିଥିଲୁ ବହୁତ ଦୂର ଦୂରାନ୍ତର ଯାଉଛି, ଆସାମ ଦିଲ୍ଲୀ ଯାଉଛି। ଆସାମ ଦିଲ୍ଲୀ ବି ପାଣି। ହଁ ହଁ ହଁ। ତ ଆପଣ କେତେ ଦିନ ହେଲା ପାଣି ବ୍ୟବହାର ଏ ଆମେ ଯେତେବେଳଠୁ ଇଏ ହେଲାଣି ସେତେବେଳୁ ଆମ ଘରକୁ ନେଇକି ଯାଉଛୁ। ଆପଣ ପ୍ରତ୍ୟେକ ଦିନ ପାଣି ନେଇ ଆପଣ ବ୍ୟବହାର କରୁଛନ୍ତି, ଘରେ ବି ସମସ୍ତେ ପ୍ରତିଦିନ? ହଁ, ଏ ଭାତ ପଖାଳ ହଉଛି ବା। ଆପଣଙ୍କର ଆଗରୁ କୋଉ ରୋଗ ଥିଲା ପେଟରେ, ଏବେ ଏଇ ପାଣି ପିଇବା ଫଳରେ ଆପଣଙ୍କର ଭଲ ହେଇପାରିଛି? ହଁ, ଭଲ ହେଇଛି। ଗ୍ୟାସ୍ ଯୋଉ ପେଟ ଗ୍ୟାସ୍ ହଉଛି, ଗ୍ୟାସ୍ ସେଇଟା ଭଲ ଭଲ। ଆଗରୁ ଗ୍ୟାସ୍ ଥିଲା ଆପଣଙ୍କର, ଏ ପାଣି ନେଇ ବ୍ୟବହାର କଲା ପରେ ଏବେ ବି ଗ୍ୟାସ୍ ଭଲ ହେଇପାରେ? ଭଲ ଭଲ ହଉଛି, ଗ୍ୟାସ୍ଟା ଭଲ ହଉଛି। ହଁ, ଏଇଟା ବାବା ବୈଦ୍ୟନାଥଙ୍କ ଅଲୌକିକତା ନା ପାଣିର କ'ଣ ଔଷଧୀୟ କିଛି ଅଛି? ଏଇ ଯୋଉ କପିଳାସ ଚେରମୂଳି ଦେଇକି ଆସୁଛି ପାଣିଟା, ଆଉ ଗ୍ୟାସ୍ ସକାଶେ ଏଇଟା ଭଲ ଆଉ ଭଲ ହେଇପାରେ। ହଁ। ମଉସା ବହୁତ ସାରା ପଚାରିଲେ ପାଣି ବିଷୟରେ, ମଉସା ବହୁତ ବଢିଆ ସେ କହିପାରିଲେ କି ପାଣି ନେଇକି ବ୍ୟବହାର କରୁଛନ୍ତି। ମଉସା ବହୁତ ଦିନରୁ ପାଣି ପିଇବା ଫଳରେ ତାଙ୍କର ଗ୍ୟାସ୍ ଆଗରୁ ଥିଲା, ଏବେ ଭଲ ହେଇପାରିଛି। ଆଉ କ'ଣ କହିବେ? ଇଏ ଅଳ୍ପ ଛୋଟିଆ ଥିଲା, ତାକୁ ଖୋଳା ହେଇକି ସବୁ ହେଇଛି, ନୂଆ ହେଇଛି, ପଥର ପଡ଼ିକି ଉଠିଛି। ଏଇଟା ଅଳ୍ପ ଏତିକି ଆଣ୍ଠିଏ ଥିଲା କୂଅ, ତାଠୁ ପଥର ପଡ଼ିକି ଉଞ୍ଚା ହେଇଛି। ଝର ଆଧିରେ ଝର, ତା ଦେହରେ ଝର, ସେଇଟା ପାଣିକୁ କାଟିଦେଲେ ଇଏ କମିଯିବ, ସିଏ ବି କମିଯିବ। ତାକୁ ବନ୍ଧେଇଲେ ଇଏ ପାଣିଟା ଉଠିବ, ପାଣିଟା ଉଠିବ ଉପରକୁ। ତ ମଉସା ବହୁତ ସାରା ପାଣି ବିଷୟରେ କହିଥିବାରୁ ଚ୍ୟାନେଲରୁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛୁ। ତ ଦର୍ଶକ ବନ୍ଧୁ, ମଉସା ପଚାରିଲେ, ମଉସା ବହୁତ ସାରା କହିଲେ କି ପାଣି କୁଣ୍ଡଟି ଆଗରୁ ଛୋଟିଆ ଥିଲା, କି ଏବେ ତ ଲୋକ ସଂଖ୍ୟା ଜଣେ ବଢ଼ିବା ପରେ ବହୁତ ବଡ଼ କରା ହେଇପାରିଛି। ତ ଆଗକୁ କ'ଣ କ'ଣ ଅଛି ଆସନ୍ତୁ ଦେଖିବା। ଆମ ଚ୍ୟାନେଲ ତରଫରୁ ଆପଣଙ୍କୁ ସ୍ୱାଗତ କରୁଛୁ। ଆପଣ ଯୋଉ ଏଇ ଜଳ ନେବା ପାଇଁ ବାବା ବୈଦ୍ୟେଶ୍ୱରଙ୍କ ପାଖକୁ ଆପଣ ଆସୁଛନ୍ତି, ଯୋଉ ଜଳ ନେଇକି ନିଜେ ବା ଆପଣଙ୍କର ପରିବାର ସଦସ୍ୟ ପାଖ ଲୋକ ବ୍ୟବହାର କରୁଛନ୍ତି, କ'ଣ ଏମିତି ଜଳର ରହିଛି ଅଲୌକିକତା, ମହାତ୍ମ୍ୟ ବା ଔଷଧୀୟ ଗୁଣ ରହିଛି ଯାହାକି ମାନେ ସବୁ ଲୋକ ଏକୁ ନେଇ ବ୍ୟବହାର କରୁଛନ୍ତି? ଆପଣ ଟିକେ ଆମ ଦର୍ଶକମାନଙ୍କୁ କହିବେ। ଆମ ନାଁଟା ମଉସା? ଗୋପାଳ ଚନ୍ଦ୍ର ରଥ। ଆଜ୍ଞା। ଘରଟା ମୁଁ ରହୁଛି ଟେର୍ନାମେଣ୍ଟରେ। ଆଜ୍ଞା। ଆଉ ସେଠି ଏ ପାଣିଟା ମୁଁ 84ରୁ ନେଉଛି, 1984 ମସିହାରୁ ଏ ପାଣି ନେଉଛି। ଆଜ୍ଞା। ଏ ପାଣିର ପୁରା ହଜମ ଶକ୍ତିଟା ବେଶୀ। ଆଜ୍ଞା। ତାପରେ ଏ ପାଣି ଖୁବ୍ ପତଳା ରହୁଛି, ପିଇବା ସଦୁପଯୋଗ କରାହେଉଛି। ଆଉ ଏ ପାଣିର ବହୁତ ଔଷଧୀୟ ଗୁଣ ଅଛି। ଏ ଝରଣା ପାଣି, ତାମାନେ ପାତାଳ ଫୁଟା ପାଣିଟା, ଏ କୂଅର ଲେବୁଲଟା ହେଉଛି ଏତିକି। ବର୍ତ୍ତମାନ ବର୍ଷା ଦିନେ ଯେତିକି, ଖରା ଦିନେ ସେତିକି, ଶୀତ ଦିନେ ବି ସେତିକି। ତେଣୁ ଏଠୁ ଏ ପାଣିଟାକୁ ଫ୍ଲାଇଟ୍ରେ ନେଉଛନ୍ତି ଏୟାରସି ବାଲା ଦିଲ୍ଲୀ। ଯେଉଁମାନେ ଯାଉଛନ୍ତି, ଯେଉଁଦିନ ତାଙ୍କର ଫ୍ଲାଇଟ୍ ଆସୁଛି ସେଦିନ ନେଇକି ଯାଉଛନ୍ତି, ଦିଲ୍ଲୀରେ ବି ସେମାନେ ପିଉଛନ୍ତି। ଆଉ ଏଠି ଅଞ୍ଚଳବାସୀ ବାକି ପାଖପାଖ ଲୋକ ସମସ୍ତେ ଏଇ ପାଣିକି ନେଇକିନି ବ୍ୟବହାର କରୁଛନ୍ତି, ପିଉଛନ୍ତି। ଆଉ ତ ମଉସା ଆମେ ତ ଶୁଣିବା ପାଇଛୁ କି ଜଳରେ ବହୁତ ଔଷଧୀୟ ଗୁଣମାନ ବି ଭରି ରହିଛି, ଏ ବ୍ୟବହାର ଦ୍ୱାରା କୋଉ ରୋଗ ମାନେ ଉପଶମ ହେଉଛି ଆପଣ ଟିକେ କହିବେ? ବିଶେଷ କରି ଗ୍ୟାଷ୍ଟ୍ରିକ୍ ଉପଲବ୍ଧ ଇଏ କରାହେଉଛି। କାହିଁକିନା ଯେତେ ହଜମ ଶକ୍ତି ପାଣିର ଏତେ ହଜମ ଶକ୍ତି ଅଛି ଯାହାଫଳରେ ଗ୍ୟାଷ୍ଟ୍ରିକ୍ଟା ହେଉନି। ଆଉ ଏ ପାଣି ତ ମୁଁ 84ରୁ ନେଇକିନି ବ୍ୟବହାର କରୁଛୁ, ଆମକୁ ତ ଭଲ ଲାଗୁଛି, ଭଲ ପିଉଛୁ। ଆଗୁଆଡ଼େ ଘରେ ଥାଇକିନି ବି ଆମେ ତାକୁ ବ୍ୟବହାର କରୁନୁ।
ମାନେ ଆପଣ ବ୍ୟବହାର କରୁଛନ୍ତି, ଆପଣଙ୍କ ଘରେ ପରିବାର ଲୋକ ସମସ୍ତେ ବ୍ୟବହାର କରୁଛନ୍ତି, ପ୍ରତ୍ୟେକ ଦିନ ଆପଣ ଆସୁଛନ୍ତି ପାଣି ଏଇ କୂପରୁ ଭରିକି ନେଇ ଯାଉଛନ୍ତି? ମୁଁ ଏଠି ଗାଧାଏ, ଆଜ୍ଞା ଗାଧେଇକିନି ମୁଁ ଏଠି ନେଇକି ଯାଏ। ପୂର୍ବେ ସର୍ଭିସ କରିଥିଲି OTM ରେ, ଆଜ୍ଞା 2000 OTM ଚାଲିଗଲା। ଆଜ୍ଞା ଚାଲିଗଲା ପରେ ବି ମୁଁ ସେଇଠୁ 84 ମସିହାରେ ଆସିକିନି ଏଠି ରହୁଛି। ମୋ ଘରଟା ଏଇ ପାଖ ଏରିଆରେ, କିନ୍ତୁ ଏଠି ଗଭର୍ଣ୍ଣମେଣ୍ଟ କ୍ୱାର୍ଟରଟା ଥିଲା, ବର୍ତ୍ତମାନ ମୋ ନାଁରେ ହେଇଯାଇଛି। ମୁଁ ଏଠି ରହୁଛି, ଆଉ ଏ ପାଣିକି ନେଇକିନା ଆମେ ପରିବାରଟା ଯାକ ସମସ୍ତେ ବ୍ୟବହାର କରୁଛୁ। ତ ମଉସା ଆପଣ ଯୋଉ କହିଲେ କି ଏଇ ଯୋଉ କୁଣ୍ଡରେ ଆପଣ ସ୍ନାନ ବି କରନ୍ତି, ପାଣି ବି ନେଇକି ଯାଆନ୍ତି, ତ ଆମେ ଆସି ଦେଖିଲୁ ବହୁତ ସାରା ପିଲା ଛୋଟ ବଡ଼ ସ୍ନାନ କରୁଛନ୍ତି, ବୟୋଜ୍ୟେଷ୍ଠ ଲୋକ ବି ସ୍ନାନ କରୁଛନ୍ତି। ମାନେ କୁଣ୍ଡରେ ବି କଣ ମହାତ୍ମା ରହିଛି ସେ ଏଠି ଆସି ସ୍ନାନ କରିବାର? ଏଇଟା ଝରଣା ପାଣିଟା, ଆଜ୍ଞା ଆର ବାଟ ଅଛି। ଆଜ୍ଞା ତାମାନେ ପାଣି ଯଦି ବେଶୀ ଖରାପ ହେଇଯିବ, ତାମାନେ ଗୋଳିଆ ହେଇଯିବ, ଏ ବାଟେ ବି ପୁରା ଏମ୍ଟି ହେଇଯିବ, ପୋଖରୀ ଖାଲି ହେଇଯିବ। ଆଜ୍ଞା ଆଉ ଏମିତିଆ କଥା, ଏଇଥିରେ ଇଏ କୋଉଠି ଯାଉଛନ୍ତି ଆଇଲେ। ତାହେଲେ ଆପଣ କହୁଛନ୍ତି କୂପରୁ ଗୋଟେ ଝରଣା ପଡିଛି, ଏଟା ଝରଣା? ହଁ, ସେ କୂଅରୁ ଯାଉଛି ପୋଖରୀ କି, ଯାଉଛି ପୋଖରୀ ଚାରିପଟେ ବି ଝରଣା ଅଛି। ଆଜ୍ଞା ଆଉ କୂଅଟା ପାତାଳ ଫୁଟା ପାଣିଟା। ପାତାଳ ଫୁଟା ପାଣି। ଆଜ୍ଞା, ୟା ସହିତ କିଛି ଆଗ ଯୁଗ ଦ୍ୱାପର ଯୁଗ ସହିତ ସମ୍ପର୍କ ରହିଛି କି? ପଞ୍ଚୁପାଣ୍ଡବ ଏରିଆ ରହୁଥିଲେ, ସେଭଳିଆ କିଛି ଆପଣ ଜାଣିଛନ୍ତି? ସେମିତି ମୋର କିଛି ଇଏ ନାହିଁ। ମୁଁ ଯାହା ଦେଖୁଛି ତ, ମୁଁ 84 ମସିହାରୁ ବ୍ୟବହାର କରୁଛି। ଏଇ ଯୋଉ ପୁଷ୍କରଣୀରେ ଗାଧୋଇବା ଫଳରେ ଚର୍ମ ରୋଗ ବି ଭଲ ହେଇପାରୁଛି? ହଁ, ଝରଣା ପାଣିଟା ଯାଉଛି ଆଉ। ତାହେଲେ ଦର୍ଶକ ବନ୍ଧୁ, ମଉସା ବହୁତ ସାରା ଆପଣ ଯୋଉ ପାଣି ପାଇଁ ଆସିଥିଲୁ ବାବା ବୈଦ୍ୟେଶ୍ଵରଙ୍କ ପାଖକୁ, ଯୋଉ ଏଇ ଯୋଉ ମହାତ୍ମା ଯୋଉ ଔଷଧ ପାଣି ଜାଣିବା ପାଇଁ ମଉସା ବହୁତ ସାରା ମାନେ ବିଶ୍ୱାସର ଯୋଗ୍ୟ ଯୋଉ ତଥ୍ୟ ଆମକୁ ଦେଲେ, ମଉସାଙ୍କୁ ଆମ ଚ୍ୟାନେଲ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛୁ ମଉସା। ନମସ୍କାର। ଭାଇ ବି ଆସିକି ପହଞ୍ଚିଛନ୍ତି, ସେଇ ବୋଟଲ ନେଇ ପାଣି ନବା ପାଇଁ ସେ ପ୍ରସ୍ତୁତ ହଉଛନ୍ତି। ତାଙ୍କଠାରୁ ପଚାରି ବୁଝିବା ସିଏ କେତେ ଦିନ ହେଲା ପାଣି ନେଲେଣି, ପାଣିରୁ କ'ଣ ଉପକୃତ ହଉଛନ୍ତି, ଏମିତି କ'ଣ ପାଣିର ଯାହାକି ରହିଛି ସିଏ ଏଠୁ ଆସି ପାଣି ନେଉଛନ୍ତି। ଘରେ ଯୋଉ ଟ୍ୟୁବୱେଲ ବା ନଳକୂପ ଅଛି ସେଠାରୁ ସେ ନ ବ୍ୟବହାର କରି ଏଇ ଯୋଉ ବୈଦ୍ୟେଶ୍ଵର ବାବାଙ୍କ ପାଖରେ ଯୋଉ କୂପଟି ରହିଛି ସେଠି ସେ ପାଣି ନେବା ପାଇଁ ଆସୁଛନ୍ତି। ଭାଇ ନମସ୍କାର, ଆମ ଚ୍ୟାନେଲ ତରଫରୁ। ଆମ ଦର୍ଶକ ମାନଙ୍କୁ ଆପଣ ଟିକେ କହିବେ, ଏଇ ଯୋଉ ବାବାଙ୍କ ବୈଦ୍ୟେଶ୍ଵର ପାଖରେ ଯୋଉ କୂପ ରହିଛି, ଯୋଉ ଅଲୌକିକତା ଅଛି, ମହାତ୍ମା ଏଇ ପାଣିରେ ଅଛି, ଆମେ ଶୁଣିବାକୁ ପାଇଛୁ କି ଏଠି ବହୁତ ସାରା ରୋଗ ବି ଭଲ ହଉଛି, ତ କ'ଣ ସେମିତି କ'ଣ ମହାତ୍ମା ଅଛି ଆପଣ ଟିକେ ଜଣେଇବେ? ମୋ ନାଁ ହଉଛି ମକର ନାୟକ। ଆପଣଙ୍କ ଘରଟା? ଆମର ଘର ହଉଛି ଚୌଦ୍ୱାର ଚିତ୍ରେଶ୍ୱର। ଆଜ୍ଞା। ଆଉ ଆମେ ଏଇ ପାଣିଟାର ପିଇବା ଦ୍ୱାରା ପେଟର ଗ୍ୟାସ୍ ଫ୍ୟାସ୍ ଭଲ ମନ୍ଦ, ଆଜ୍ଞା, ପେଟର ଯେକୌଣସି ପ୍ରକାର ରୋଗ ମୁକ୍ତ ଏଇ ପାଣି ଦ୍ୱାରା। ତାପରେ ଏ ଯୋଉ ପାଣିଟା ଆମର ପୁଷ୍କରିଣୀ ପାଣିଟା ଝର ପାଣିଟା ଯାଉଛି, ସେ ପାଣିରେ ଗାଧାଗାଧି କଲା ପରେ ଶରୀରର ଚର୍ମ ରୋଗଟା ପାଇବେନି ଆପଣମାନେ। କିନ୍ତୁ ଏଇ ପାଣିରେ 3 ମାସ ପିଇବେ, ସେ ପାଣିକି 6 ମାସ ପିଇବେ, ସେ ପାଣିକି ଆପଣ ଗାଧେଇବେ। ଏ ଦ୍ୱାରା କି ଆପଣଙ୍କର ପେଟ ପାଇଁକା ବହୁତ ଉପକୃତ ପାଣିଟା। ଏ ପାଣିର ଝରଟା ପାତାଳ ଫୁଟି ଠାକୁରଙ୍କର ଇଏ, ଏ ପାଣି ବହୁତ ଆଗରୁ ଝର ଚାଲିଛି। ଏ ଝର ଦ୍ୱାରା ତ ଶୁଖିବାର ଚାନ୍ସ ନାହିଁ, କିନ୍ତୁ ଏ ପାଣି ଝରୁଛି। ଏ ପିଲାମାନେ ଯୋଉ ଗୋଳିଆ ମୋଳିଆ କରୁଛନ୍ତି, ପାଣି କାଟିଦେଲା ପରେ ଏ ପାଣିଟା ଡାଉନ୍ ହେଇଯାଉଛି। ତାପରେ ପୁଣି ବନ୍ଦ କଲା ପରେ ପାଣିଟା ପୁଣି ଯୋଉ ସେଇଆ ହେଉଛି। ପାଣି କଣ୍ଟିନ୍ୟୁସ୍ ସବୁବେଳେ ଆଭେଲେବୁଲ ଝର ରହିଛି। ତାହେଲେ ଆପଣ କହୁଛନ୍ତି ଏଟା କେବେ ଶୁଖିବାର ନାହିଁ, ମାନେ ଏମିତି ପାତଳ ଫୁଟା ଝରଣା ଅଛି, ସବୁବେଳେ ପାଣି ଆଭେଲେବୁଲ ହଉଛି। ପାଣି ସବୁବେଳେ ଚାଲିଛି। ଆପଣ କେତେ ଦିନ ହେଲା ପାଣି ନେଇ ଆପଣ ବ୍ୟବହାର କଲେ? ବର୍ଷେ 2 ମାସ ଖଣ୍ଡେ ହେଇଯିବ। ଆପଣ କ'ଣ ଉପକୃତ ହେଇଛନ୍ତି ପାଣି ପିଇବା ଦ୍ୱାରା? ପେଟ ତ ଆମର ପେଟର ଗ୍ୟାସ୍ ଫ୍ୟାସ୍ ହଉଥିଲା, ଯୋଉ ଖାଇବାର ଡାଇଜେଷ୍ଟିଂଟା କମ୍ ଖରାପ ହଉଥିଲା, ସେ ସବୁ ବର୍ତ୍ତମାନ ସବୁ ଠିକଠାକ ଅଛି, କିଛି ପ୍ରୋବ୍ଲେମ ନାହିଁ। ବହୁତ ଭଲ ଅଛି। 6 ମାସ ପିଇବା ଦ୍ୱାରା ଆପଣଙ୍କର ଗ୍ୟାଷ୍ଟ୍ରିକ୍ ପେଟ ବେମାର ଯାହା ବି ସବୁ କଟି ଯାଇଛି। ମେଡିସିନ ଆମେ ଖାଇବାର ଚାନ୍ସ ନାହିଁ। ମେଡିସିନ ବି ଖାଉନାହାନ୍ତି? ଏବେ ତ ପ୍ରତ୍ୟେକ ଲୋକ ଗ୍ୟାସ୍ ମେଡିସିନ ଘରେ ଜିନିଷ ପିଇବା ପରେ ଗ୍ୟାସ୍ ମେଡିସିନ ଆପଣ ୟୁଜ୍ କରିବାର ଚାନ୍ସ ନାହିଁ। ଏଇ ପାଣି ଏତେ ଉପକୃତ କରୁଛି ଆମକୁ, ତେଣୁ ପାଣିଟା ଆମର କଣ୍ଟିନ୍ୟୁସ୍ ଚାଲିଛି। ତାହେଲେ ଆପଣ ବ୍ୟବହାର କରୁଛନ୍ତି, ଘରେ ସମସ୍ତେ ବ୍ୟବହାର କରୁଛନ୍ତି, ପ୍ରତ୍ୟେକ ଦିନ ଆସିକି ନେଇକି ପ୍ରତ୍ୟେକ ଦିନ ଦିନ ଛାଡ଼ି ଦିନ ଆସିବାକୁ ପଡୁଛି। ଆଉ ଖାଲି ପିଇବା ପାଇଁକା ନେଉଛୁ, ଆମେ ତ ଅଛି ଘର କୂଅ ଫୁଅ ଅଛି, ପାଣି ପିଉଛୁ, ଗଭର୍ଣ୍ଣମେଣ୍ଟ ପାଣିଟା ବି ଅଛି ୟୁଜ୍ କରୁଛୁ, କିନ୍ତୁ ଏ ପାଣି ପିଇବା ପାଇଁ ନେଉଛୁ। भाई जो पानी आसते भाई भी पचारि बुझिलु कि भाई बहुत सारा भल तथ्य देले कि भाई एक 1.5 वर्ष है पानी नहीं व्यवहार करिया द्वारा भाई बहुत सारा पेट बेमार थिला, गैस्ट्रिक आरंभ करी आउर जाबतीय थिला से पानी 6 मास व्यवहार करिया द्वारा भाई सब रोग भल हो सारी परिवार भी से नहीं पानी की व्यवहार करुँचे, पानी भी सुखु ना, झर गोटे स्वतंत्र रही। तो भाई बहुत बढ़िया से आमको बुझेदेले, तेणुक चैनल तरफ भाई को अशेष धन्यवाद ज्ञापन करते। नमस्कार भाई टे कहे नलकूप अच्छी कि बिस्लेरी वाटर दुकान रही शेष पानी न व्यवहार कर वैद्य सेवा करते कूप पाखु कहीं बटल धरिक आस पानी नापी कौन महात्मा एमती अच्छे अलौकिकता से जल रही?
ମୁଁ ଆକ୍ଚୁଆଲି ମୋର ଆପଣଙ୍କ ନାଁଟା ଟିକେ କୁହନ୍ତୁ। ମୋ ନାଁ ହେଉଛି ବିମଲ ପ୍ରସାଦ ବାରିକ। ଘରଟା ଘର ହେଉଛି କଟକ ଭଗତପୁର। ଆଜ୍ଞା ଏଠି ଭଉଣୀ ଘର ଅଛି। ମୁଁ ତା ଭଉଣୀକି ନବାକୁ ଯାଇଥିଲି। ସେ ଆମ ସାଙ୍ଗର ଜଣେ ମାଆଙ୍କ ପେଟ ଖରାପ ହେଇଯାଇଛି। ମୁଁ ଶୁଣିଛି ମାନେ ପାଣି ପିଇଲେ ଗ୍ୟାଷ୍ଟ୍ରିକ୍ ଯାହା ବି ରୋଗ ଆଉ ସବୁ ମାନେ ସରିଯାଏ, ରୋଗ କିଛି ରୁହେନି ଯେତିକି ଜାଣିଛି। ତ ମୁଁ ଆସିଥିଲି ବୋଲି ଭଉଣୀ କହିଥିଲି ଗୋଟେ ବୋଟଲ ନେଇକି ଆସିବୁ, ଏଠି ପାଣି ନେଇକି ଯିବା ବୋଲି। ମାନେ ଆଗରୁ କେବେ ନେଇଛନ୍ତି ନା ଏଟା ଫାର୍ଷ୍ଟ ଟାଇମ୍ ଆପଣ ଆସିଛନ୍ତି? ବହୁତ ଥର ନେଇଛି, ଆଜି ବି ମାନେ ଯେହେତୁ ଗୋଟେ ସାଙ୍ଗର ମାଆଙ୍କ ପେଟଟା ଭଲ ନାହିଁ ତ ସେଥିପାଇଁ ମୁଁ ନେଇକି ଯାଉଛି, କାଳେ ଭଲ ହେଇଯିବ କିନ୍ତୁ ବିଶ୍ୱାସ ଅଛି ହେଇଯାଏ ବୋଲି। ଭଲ ବିଶ୍ୱାସ ଅଛି, ଭଲ ବି ହେଇଛି ଜାଣିଛନ୍ତି ଆପଣ? ମୁଁ ନିଜେ ପିଇକି ଯାଇଛି। ପାଣି ବି ଆପଣ ପିଇଛନ୍ତି? ପାଣିର ଟେଷ୍ଟ କେମିତି ଅଛି କହିଲେ? ଟେଷ୍ଟ ନର୍ମାଲ ଟିକେ ମିଠାଳିଆ ଟାଇପ୍ର ରହିଥାଏ, ଯେମିତି ପିଓର ୱାଟର ଦେଖିବେ, ଯେମିତି କିଛି ନଥିବ, ଗୁଣ୍ଡ ଫୁଣ୍ଡ ଭାସୁ ନଥିବ। ଆପଣ ଟ୍ୟୁବୱେଲ୍ ପାଣି ଦେଖିବେ ଗୁଣ୍ଡ ଟାଇପ୍ର ଭାସୁଥିବ, ଏଥିରେ କିଛି ସେତିକି ବି ନଥିବ, ପୁରା ପିଓର ଦେଖାଯିବ ଆପଣଙ୍କୁ। ତ ନର୍ମାଲ ପାଣି ଯେମିତି ନେବୁ ତାଠାରୁ ଆଉ ଟେଷ୍ଟ ଭଲ ଲାଗୁଛି। ତ ଦର୍ଶକ ବନ୍ଧୁ ସାନ ଭାଇ ବହୁତ ବଢ଼ିଆ ଆସିବେ କହିଲେ, ତାଙ୍କର ବିଶ୍ୱାସ ରହିଛି, ଭରସା ରହିଛି। ସିଏ ତାଙ୍କ ଭଉଣୀ ଘରକୁ ଆସିଥିଲେ, ତଥାପି ତାଙ୍କ ସମ୍ପର୍କୀୟ ଜଣଙ୍କର ପେଟ ପ୍ରୋବ୍ଲେମ୍ ଅଛି, ସେ ବୋଟଲ ଦେଇ ଆସିବେ, ପାଣି ନେଇକି ଯିବେ, ପିଇଲା ପରେ ସେ ଭଲ ହେବ। ତ ଏଇ ତ ଅଲୌକିକତା ବାବା ବୈଦ୍ୟେଶ୍ୱରଙ୍କ ପାଖରେ ଥିବା ଯେଉଁ କୂପ ଝରରୁ ଯେଉଁ ପାଣି ବାହାରୁଛି, ତ ଆମ ଚ୍ୟାନେଲ୍ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛୁ ଭାଇ। ସାନ ଭାଇ ବି ଗୋଟେ ଡ୍ରମ୍ ନେଇକି ଆସୁଛନ୍ତି, ମାନେ 15-20 ଲିଟର ଭଳିଆ ଗୋଟେ ଡ୍ରମ୍। ସିଏ ବି ପାଣି ନେଇକି ବି ଯାଉଛନ୍ତି, ତାଙ୍କୁ ପଚାରିବାକୁ ଯିବା ସିଏ କ'ଣ କହୁଛନ୍ତି ପାଣି ବିଷୟରେ। ତ ଭାଇ ଆମ ଚ୍ୟାନେଲ୍ ତରଫରୁ ସ୍ୱାଗତ। ଆପଣ ଏଇ ପାଣି ଯେଉଁ ନେଉଛନ୍ତି କ'ଣ ପାଇଁ ଏଠି ପାଣି ଆସିକି ନେଉଛନ୍ତି? ପାଣି ପିଇଲାଠୁ କ'ଣ ହେଉଛି ନା ସବୁ ଗ୍ୟାଷ୍ଟ୍ରିକ୍ ପ୍ରୋବ୍ଲେମ୍ ସେ ସବୁ ରହୁଛି ଭଲ। ଆଜ୍ଞା ସବୁ ଏସେ ଆଉ ଠାକୁରଙ୍କ ପାଣି ଏଠି ବାହାରୁଛି, ଆଉ ସବୁଠୁ ବି ନେଉଛନ୍ତି ସମସ୍ତେ। ଆମ ଗାଁରେ ସମସ୍ତେ ପ୍ରାୟତଃ ସବୁ ଲୋକ ଆସିକି ନେଉଛନ୍ତି, ଦିନ ଚଳି ଯାଉଛି ଆଉ। ଆପଣ କେତେ ଦିନ ହେଲା ପାଣି ନେବା ପାଇଁ ଆସୁଛନ୍ତି? ଆମେ ଛୋଟବେଳୁ ଆମର ସବୁ ଏଠି। ଛୋଟବେଳୁ ଆପଣ ଆସି ପାଣି ନେଉଛନ୍ତି? ହଁ, ଆମ ଗାଁ ଏଠି ତ ଚାଷ ଆଗ୍ରାଟେ ଗାଁ। ମାନେ ଭାଇ କହିଲେ କି ଭାଇ ବି ପାଣି ନେଉଛନ୍ତି, ତାଙ୍କ ଗାଁ ସାରା ଲୋକ ବି ଆସି ପାଣି ନେଉଛନ୍ତି। ଆଜି ଘର ଘରକା ମାନେ 2-3ଟା ନଳକୂପ ସମସ୍ତଙ୍କ ସବୁଆଡେ ନଳକୂପ ଛାଡ଼ିକି ବି ଏଇ କୂପ ପାଖକୁ ଆସୁଛନ୍ତି ପାଣି ନେବା ପାଇଁ। ଏ ପାଣିର ଏମିତି ଏକ ମହାତ୍ମା ଯଦି ନଥାନ୍ତା, ଏତେ ସାରା ଲୋକ କ'ଣ ପାଇଁ ଏତେ ଦୂର ବୋଟଲ ବ୍ୟାଗର ଭରିକି ଆସିକି କୂପରୁ ବାଲ୍ଟିର ପାଣି କାଢିକି ସେମାନେ ନେଇକି ଯାଉଛନ୍ତି? ଉଡାଜାହାଜରେ ବି ଚାରିଆଡେ ଚାଲିଛି। କହୁଛନ୍ତି ଉଡାଜାହାଜ ଏଆରସିର ବହୁତ ସାରା ଯୋଉ ରହୁଛନ୍ତି ସେମାନେ ବି ଏଇ ପାଣି ଏଠି ନେଉଛନ୍ତି। ଏ ପାଣି ବର୍ତ୍ତମାନ ଯାଇକି ଦିଲ୍ଲୀରେ, ଆମ ରାଜଧାନୀ ଭାରତର ରାଜଧାନୀ ଦିଲ୍ଲୀରେ ମଧ୍ୟ ପାଣି ଯାଇ ପହଞ୍ଚିଲାଣି। ସେମାନେ ଏରୋପ୍ଲେନ୍ରେ ବି ନେଇକି ସେ ଦିଲ୍ଲୀରେ ଯେଉଁମାନେ ରହୁଛନ୍ତି ସେମାନେ ବି ବ୍ୟବହାର କରିପାରୁଛନ୍ତି। ତ ଏ ପାଣିର ଅଲୌକିକତା ମହାତ୍ମା ଯେ ଔଷଧ ଯଦି ନଥାନ୍ତା, କିଏ କାହିଁକି କୂପ ପାଖକୁ ଏତେ ପରିଶ୍ରମ କରିକି ଆସନ୍ତା, ଦିଲ୍ଲୀ ପର୍ଯ୍ୟନ୍ତ ପାଣି କାହିଁକି ଯାଇଥାଏ? ଭାଇ ଆଉ କ'ଣ କହିବେ ପାଣି ବିଷୟରେ? ଆପଣଙ୍କର କ'ଣ ଉପକୃତ ହେଇଛନ୍ତି ପିଇବା ଦ୍ୱାରା? ପେଟ ବେମାର କିଛି ଥିଲା କି? ନା ଆମର ସେମିତି ଭଲ ଚାଲିଛି, ମାନେ ଗ୍ୟାଷ୍ଟ୍ରିକ୍ ପ୍ରୋବ୍ଲେମ୍ କିଛି ହବାର ନାହିଁ, ଏଇଆ ସମସ୍ତେ କୁହନ୍ତି। ଭଲ ଆପଣଙ୍କର ନାହିଁ, ଆପଣଙ୍କ ଫ୍ୟାମିଲି ପରିବାର ବି କାହାର ଏଷ୍ଟିମ୍ ହେବାର ନାହିଁ? ତ ଦର୍ଶକ ଭାଇ ବଢ଼ିଆ ସେ କହିଲେ, ଆଜି ଯେଉଁ ଗ୍ୟାଷ୍ଟ୍ରିକ୍ ଘର ଘର ପ୍ରତ୍ୟେକ ମଣିଷ ଦେହରେ ଗ୍ୟାଷ୍ଟ୍ରିକ୍ ବର୍ତ୍ତମାନ ବ୍ୟାପୁଛି। ସମସ୍ତଙ୍କ ଘରେ ଗ୍ୟାଷ୍ଟ୍ରିକ୍ ମେଡ଼ିସିନ୍ ବି କୁଡ଼ କୁଡ଼ ରହିବା ଫଳରେ ଏଠି ଯେଉଁମାନେ ଆସି ଭଗବାନଙ୍କର ବିଶ୍ୱାସ କରୁଛନ୍ତି ଜଳକୁ, ସେମାନେ ପାଣି ପିଇବା ଦ୍ୱାରା ତାଙ୍କର କିଛି ଗ୍ୟାଷ୍ଟ୍ରିକ୍ ପ୍ରୋବ୍ଲେମ୍ ନାହିଁ କି କୌଣସି ଔଷଧ ସେମାନେ ବ୍ୟବହାର କରି ନାହାନ୍ତି। ତ ଭାଇ ଆମ ଚ୍ୟାନେଲ୍ ତରଫରୁ ଅଶେଷ ଧନ୍ୟବାଦ। ଧନ୍ୟବାଦ। ଭାଇ ବି ଆସିଛନ୍ତି ବୋଟଲ ନେଇକି ସେଇ ସେମ୍ ପାଣି ନେବା ପାଇଁ। ତ ସେଇ କୂପରୁ ପାଣି ନେଉଛନ୍ତି। ପାଣି ବିଷୟରେ ପଚାରିବାକୁ ଯିବା ଭାଇଙ୍କ ପାଖରେ। ଭାଇ କ'ଣ କହୁଛନ୍ତି? ଭାଇ ଆମ ଚ୍ୟାନେଲ୍ ତରଫରୁ ସ୍ୱାଗତ। ଆପଣ ଏଇ ଯେଉଁ ପାଣି ଘରେ ଘରେ ନଳକୂପ ଥିଲା ମଧ୍ୟ ପାଣି ବି ବିସ୍ଲେରୀ ୱାଟର ବିକ୍ରି ହେଲା, ଆପଣ କାହିଁକି ଏଇ ଯେଉଁ ବୈଦ୍ୟେଶ୍ୱର ପାଖରେ ଥିବା କୂପକୁ ଆସୁଛନ୍ତି, ବୋଟଲ ଭରି ପାଣି ନେଉଛନ୍ତି, ସେ ବିଷୟରେ ଆମକୁ ଜଣାଉଛନ୍ତି? ଠାକୁରଙ୍କ ମହିମା, ବୈଦ୍ୟଙ୍କ ନାଥ ବୈଦ୍ୟେଶ୍ୱର। ଯେହେତୁ ଠାକୁରଙ୍କର ପାଣି ପିଇଲେ ସମସ୍ତେ ଆରୋଗ୍ୟ ହେଉଛନ୍ତି, ପୁରା ଏଇଟା ଭଗବାନଙ୍କ ତରଫରୁ ଇଏ ଅଛି। ପ୍ରାୟ ଆମ ପୂର୍ବ ପିଢ଼ି ମାନେ ସେମାନେ ବି ଜାଣିଛନ୍ତି ଠାକୁରଙ୍କ ମହିମା, ସେଥିପାଇଁ। ଆପଣ କେତେ ଦିନ ହେଲା ଏଇ କୂପରୁ ଆସି ପାଣି ନେଇକି ବ୍ୟବହାର କରୁଛନ୍ତି? ଆମେ ତ ଆସୁ, ଗାଧୋଉ, ପାଣି ପିଉ, ନେଇକି ଯାଉ। କେତେ ଦିନ ହେଲାଣି? ହେଇଗଲାଣି 10-20 ବର୍ଷ ହବ। 20 ବର୍ଷ। ଏ ପାଣି ପିଇବା ଦ୍ୱାରା ଆପଣଙ୍କର କ'ଣ ଏମିତି ରୋଗ ରହୁଛି? ରୋଗ ଆଜ୍ଞା ବହୁତ ଇଏ ହେଉଛି, ପେଟ ଯେଉଁ ଚର୍ମ ରୋଗ ସବୁ ଇଏ ହେଇଯାଉଛି, ଗ୍ୟାସ୍ ଯେତିକି ଶକ୍ତି ଯାଉଛି, ଭଲ ହେଇଯାଉଛି। ଆପଣ ପ୍ରତ୍ୟେକ ଦିନ ଆସିକି ପାଣି ଆପଣ ବ୍ୟବହାର କରନ୍ତି, ଘରେ ସମସ୍ତେ? ଆଜ୍ଞା। ଆପଣଙ୍କର ପେଟ ପ୍ରୋବ୍ଲେମ୍ କ୍ଲିୟର ହେଉଛି? ବଢ଼ିଆ ହେଉଛି। ତ ଦର୍ଶକ ବନ୍ଧୁ ଭାଇ ବହୁତ ସାରା ବଢ଼ିଆ ସେ କହିଲେ କି ଭାଇ ପିଲାଟି ବେଳୁ ବର୍ତ୍ତମାନ ଆସି କୂପରୁ ପାଣି ନେଉଛନ୍ତି। ପାଣି ପିଇବା ଦ୍ୱାରା ପେଟ ବେମାର ବହୁତ ସାରା ଭଲ ହେଉଛି। କୁଣ୍ଡରେ ଗାଧେଇଲା ପରେ ଚର୍ମ ରୋଗ ମଧ୍ୟ ଭଲ ହେଉଛନ୍ତି। ଦେଖନ୍ତୁ ମୁଁ ଭିଜୁଆଲ୍ ମଧ୍ୟ ଦେଖେଇବି, ବହୁତ ସାରା ଦର୍ଶକ ବି ଭକ୍ତ କି ଗ୍ରାମବାସୀ ମାନେ ଆସିକି ଗାଧଉଛନ୍ତି। ବହୁତ ଦୂରରେ ବି ଲୋକ ଆସୁଛନ୍ତି, କଟକରୁ ବି ଆସୁଛନ୍ତି ଗାଧେଇବା ପାଇଁ। ଏସବୁ ଠାକୁରଙ୍କ ମହିମା ସକାଶେ ବି ଆସିକି ଏଠି ନେଉଛନ୍ତି। ଯିଏ ବି ଆସି ଏଆରସିରେ ରହୁଥିଲେ, ସବୁ ରିଟାୟାର୍ଡ ହେଇଯାଇଛନ୍ତି, ସେଠୁ ବି ଆସି ଏଠି ନେଇଯାଉଛନ୍ତି, ପାଣି ନେଇଯାଉଛନ୍ତି। ତାମାନେ ଦର୍ଶକ ବନ୍ଧୁ ଭାଇ କହୁଛନ୍ତି ଯଦି ପାଖରେ ଏଆରସି ଯେଉଁ ରହୁଛନ୍ତି ବାଟାଲିୟନ, ସେମାନେ ଯେଉଁ ସର୍ଭିସ୍ କରୁଛନ୍ତି, ସେମାନେ ବି ପାଣି ନେଇ ବ୍ୟବହାର କରୁଛନ୍ତି। ତ
तो आम चैनल तरफ अशेष धन्यवाद नमस्कार। व्यक्ति सम्मान्य व्यक्ति मौसा भी जड़े आसुँच पानी नापी दुईटा ड्रम नहीं आसुँच पानी भरला आम देखिले मौसा ठार जाना पानी विषय कौन कह मौसा चैनल तरफ स्वागत करुच्ची आपड़ पानी विषय महात्मा विषय कहे कहीं पानी जल नौ कौन महात्मा रही ने कौन रोग भल हो ये पानी पीला द्वारा हजम शक्तिटा अधिका हो जाति पाति ताती देव कि खाइला गरम हो सेटा होनी आटा भल हजम पूरा परिष्कार पानी खाइबा भारी सुविधा मीठा पानी आपन पीवा द्वारा आमर मु भी 10-20 वर्ष तले मुझे जाइली हॉस्पिटल को मोर गैस दोष रोला डाक्तर कहला ये गैस दोष मुझे मेडिसिन नहीं तुम से बजेश्वर पानी पियो कमी जाओ मुझे 20 वर्ष है पानी नौ पीऊँ मोर पूरा क्लीयर बर्तन किसी ना घरे परिवार समस्त देचु 10 लिटर पानी ना जाऊँ समस्त। तो दर्शक बंधु मौसा बहुत सारा पानी विषय कहले कि पर्सनाल रोग थिला से मेडिकल जाइए मेडिकल मेडिसिन खाଇବା द्वारा भल होता सी पानी नहीं बाबा वैद्येश्वर पाखे जो कूप अच्छी झर अच्छी से पानी नहीं व्यवहार करने फल सब रोग भल हो पार्टी से विश्वास सी परिवार सारा भी पानी नहीं व्यवहार कर मैडम जन सार भी आसुँच बहुत दूर से आसुँच कौन आसुँच देखिले बैगर बटर 3टा आनते पानी भरिक ना पचारि बुझा से एत दूर कौन कूप पाक आसुँच पानी भरिक नौ कौन एमती पानी महात्मा रही अलौकिक रही बाबा वैद्यनाथ से आसुँच तो सार आम चैनल तरफ स्वागत मैडम स्वागत आपड़ जो पानी आसुँच बटन लेकिन पानी भरिक नेले कौन आप एत दूर छाड़ी नलकूप बिस्लेरी वाटर बिक्री होता बेले एत दूर आसुँच कूपर साधारण पानी नापी टे दर्शक मो ना धनेश्वर कांडी मु जाजपुर आसी मु शुणी जगार जो पानी महत्व मुझे जानी जन सांग कहले जे पानी रे पीले गैस्ट्रिक फैस्ट्रिक बहुत प्रकार रोग प्राय दूरीकरण हम तेणु मुझे आशे आसी देखिए नुआ पानी केते कौन हो केते उपकृत हो देखिबा कोन प्रथम थरे आछन ना आगुर के बासी ना मु थरे आसी नै थिली आज्ञा आउ तापे सेकंड टाइम एटा आसुची आपन तो नै थिले पीबा फल रे कोन उपसुविधा पीबा फल मु बेसी नै थिले मात्रा खाली ट्रायल करा पे गोटे बोतल पानी नै थिले दिने घंटे पी तापे मु आ नै ने वर्ष परे मु एबे आसुची आ गुटे तर पीला पर पानी रो टेस्ट केमिति लागे बहुत बढ़िया छै पानी टेस्ट बहुत भलो अछि हां पूरा स्वच्छ पानी पूरा परिष्कार पानी काच भलिया पानी आउ भल टेस्ट भल अच्छी भावुँ भल हो थर तो पीली थे चेष्टा कर देखिए ना कौन हम आज्ञा सार दर्शक बंधु सार थे नहीं आसी आगुरी पीला फल टेस्ट भल भल लगी फल सी किसी अनुभव कर सेकेंड टाइम पुणी आस नापी मैडम ठार किसी कह मैडम कौन कह तो मुझे जानी फास्ट टाइम आसली पानीटा नेउचे देखिए पानी आसी तेणुकर मत कले पानीटा नवा कहले अच्छा नहीं कि देखा कौन ठीक ठाक लगुच कि ना कौन सार देखिए आपन सार दर्शक बंधु सार आ मैडम ठार बहुत अनुभूति आम सेयार कले पानी विषय चैनल तरफ अशेष धन्यवाद ज्ञापन कर नमस्कार। आपणकर बयस केते मौसा 70 तो दर्शक बंधु देखो मौसा एज 70 है सी बैग गोटे बटल धरी स्नान कले जो कुंडे रही स्नान करने सी कुंडर पानी नहीं कि गले मौसा ठार पचारि बुझा सी कहीं कुंडे स्नान कर कौन कूपर पानी नहीं जाऊँच मौसा चैनल तरफ आपको स्वागत करुच्ची तो ये पानी महत्व मौसा टे कहे पानी महत्व कौन बा एठू पानीटा नेले पेटर यंत्रणा सब कम भाव जना हम से हिसाब से गाधे पानी बोतल नहीं जाऊँ पी कर सुस्थ रोचे आपनकर पेट बेमार थिला आगुरु पीवा पर कमउची ना पेट बेमार थिला आगु कौन प्रॉब्लम होतला आपनकर ए पेट दर्द होतला काटुतला आ एमता कि होतला आपन घर टाई पाखरे आग्राट रे एबे किछि होनी ना आपन घरे भी समस्त व्यवहार करते पानी हां केते दिन हेला व्यवहार करले मौसा पानी केते दिन गादिया पे आस्तोंती आमे प्राय बापा 30 वर्ष पकापकी 30 वर्ष लाने अपन पानी व्यवहार कले यदि मौसा से किसी भल ही न था कि पानी अलौकिक न था औषधीय गुण भी न था
मौसा कहीं 30 वर्ष है पानी नहीं व्यवहार कर कौन कुंडर स्नान कर अच्छी ना पानी जहाँकि भल हो मौसा ठारू आम अनुरोध करते मौसा अनुभव जहाँ पानी किसी उपकृत होती से जनइले आम चैनल तरफ मौसा अशेष धन्यवाद ज्ञापन कर नमस्कार मौसा चैनल तरफ आम स्वागत करुँ तो आप जल विषय किसी वैद्येश्वर कुंड जल जो स्नान कर कुंडे से विषय नहीं ये गाधेले देहर आरोग्य भी होची आ पानी पीवा द्वारा डायबिटीज पूरा पूरी कंट्रोल होची पूरा पूरी डायबिटीज पूरा पूरी भल हो जाउची टोटाली सबुदिन पानी पीवा पड़ुची आ डायबिटीज भी एथरे पूरा क्लियर होची आमे सबुदिन आसु भी पानी नवा पे आपण केते दिन हैला एठी जो पानी लेनी आसी एठी तो हमर हे गेलु मते ना मु एठी तथापि 20 वर्ष हो गेलानी मोर एठी माने चलापचल हेलानी आ मते तो एबे 37 हेलानी मु 20 वर्ष हेलानी एठी चलापचल पानी पिया पी भल मंद सब गाधुआ पदा सब एठी वैद्येश्वर रे आपण घरटा एठू केते बाटो एठू हम घर होची 30 किलोमीटर जपकुद आज्ञा सालेपुर जपकुद आपण नाटा सर अनंत किशोर साहू तो दर्शक बंधु भाई ठारू आउर बढ़िया गुटे खोला सारा कि पानी पीवा द्वारा सब गैस्ट्रिक भल होता कही कि भाई आउ गोटे नुआ रोगर खोलास कले जैक डायबिटीज भल हो पारे पानी व्यवहार करने द्वारा भाई घर यही जो वैद्येश्वर कुंड पाखर मंदिर पाखर 30 किलोमीटर दूर से परिश्रम करके आसुँच कि स्नान करेंगे झरणा कूपर जो पानी बाहर नहीं निजे व्यवहार करेंगे घरे व्यवहार करेंगे रोग बहुत भल हो पारे विश्वास भरोसा अच्छी भाई शरीर आगुरी रोग थिला भल सब पूरा बहुत भल हो जाए शरीर सब भल है पानी पीले सब किसी भल हो जाए प्रभु माँ वैद्येश्वर गोसेरु सब भल हो जाए आपण आगुरी रोग मेडिकल जाइथिले हां मेडिकल जाइछ हां डायबिटीज फाइबिटीज सब कंट्रोल हो जाए मेडिकल मेडिसिन खाला कंट्रोल नहीं एडी जल पीला पर कंट्रोल हो जाउछ कंट्रोल हो आज्ञा ये भरोसा आपण रो आज्ञा आज्ञा सर जदि भाई भरोसा न था सी कहीं केते दूर आसी थांते कि जल रे स्नान करि थांते कि एटी कुंडर पानी नहीं थांते भाई थारू बहुत किछि जल विषय जानिया पई पाइले बाबा वैद्येश्वर विषय जानिया पई पाइलु आम चैनल तरफ भाई आपन को अशेष धन्यवाद ज्ञापन करते दर्शक बंधु यही कुंड पछपटे आउ गोटे छोटिया कुंडटे भी रही से कुंडे बहुत सारा माछ अच्छा कलरफुल माछ अच्छा मु आपण मान बर्तमान कुंड पाखु जी से कलरफुल माछ को आपण मानक देखी आसन जा कुंडे कौन सब माछ रही आपण मैंने देखा आम देखा आपण मानक देख तो मु बर्तमान आमर कैमेरा पर्सन को अनुरोध करी सी पोखरी में बहुत सारा कलरफुल माछ देखा आमको मिलूँ तो भिजुआल मध्य आपण मानक से माछ टिके देखदेवे पोखरी में केते माछ अच्छा कौन कलर सब अच्छा भाषुंट बाहर जाऊना तो आप देखी नि बहुत सारा केते सुंदर मनोरम दृश्य देखा मिलूँ भाई आप कौट आसुँच कहले कटक राइस आप नाटा भाई संजय आप आगुरी के आसुँच ना प्रथम आसिले प्रथम आइटा केमी जानले एठी माछ अछि कि पानी व्यवहार करछन लोक माने हां एठी पानी भरला सब नौचन एठी माछ हम फर्स्ट टाइम आइला जी केमी जानला आपण सांग मानक ठारो ना मीडिया माध्यम रे ना सांग मानक ठारो आज्ञा आपण आज आछन प्रथम थर भाई आज्ञा तो दर्शक बंधु भाई को पचारे भाई जो देखुले माछ आसी भाई आज प्रथम टाइम आसुँच घर भी कटक सी जो सांग मानक ठारो शुणिकी बर्तमान आसी यही स्थान को आपण ये स्थान को जो आसुँच फर्स्ट टाइम आसन ना आगुर के आसी प्रथम थर पई आसी ना मोर सांग जणे सी कहले कहले सेडी चलो से आम आसी देखिलु आपण केमी जानिया पाइले कि एई स्थान रे पानी रे गाधेले रोग भल होउची कि पानी पीवा द्वारा बहुत सारा रोग भल होउची कुंड रे माछ रहिची केबे आसी नथिली मोर सांगडा कहबारु हम आसी देखिलु सो आपण घरटा से भाई घर पाखो आया कटक रे ना प्रथम केमिति लागुची आसी आपण जो देखिले प्रथमे जो माने विश्वास भरोसा नहीं आसीले कि से जागा हम देखिबु जीबु सुनिसु एमिति आपण देखला पर केमिति अनुभव होउची हां बहुत भल लागुची भल लगुच बहुत भल लगुच आजिकार पिला माने तो जाइके पिकनिक बा बोल भसणा फणा बुलिया फल आपण मंदिर स्थान कोन पई आग्रह कले इंटरेस्ट कले आसिया पई नाइ आमे जाउथिलु गोटे जगह बुलिया जाउथिलु गोटे सांगडा हमु कहले कहले चलो देखिबो गोटे नुवा जगह आया तापर आसे आमे देखिले जिंस मु विश्वास कर नथिलि आया तापर आसला पर विश्वास करछि तापर सी भी कहथिले कि पानी पीले भी बहुत पेट गैस फैस सब कटि जाउछि तापर आमे जाइलु तापर आमे सेडी जोन भाई को मागी पानी भी पीलु से पानी बहुत मीठा भी जानि पाइलु पीला पर तापर एठी देखु माछ एमती बुलुचन सब भाई भी शुणी आसले भाई भी पानी भी पी सारी पी की भी पानी टेस्ट भी जानी पानी भी टिके मिठालिया अच्छी तो भाई आपनकर भरोसा होची कि पानी पीला पर रोग भल हो पारिबो हाँ लगुच तो क्या समझे बारे से मौसा भी कहते से कथा क्या आम प्रथम थर आसू ना आम जान नु मौसा कहलु आम विश्वास है कि हाँ पानी पीले किसी रोग भोग भल हम से पानी भी आम आसिक सांग मान सब पीलु
टेस्ट भी भल अच्छी पानी शुणिया कथा हो सब सांग मान ओपिनियन कौन थी पानी बेटर अच्छी अलग पानी ठारे पानी बेटर अच्छी भल हो पारे से कूप पानी बहुत सफा भी माने घर पानी से कूप पानी बहुत सफा बहुत किसी सफा सफी ना देखो बोतल रखुचे पानी एक्वागार्ड लगे आम पीउछन वर्तमान लोक किंतु पानी बढ़िया रही सेमती भी बहुत सफा पानी पानी आम आसी सागे सागे पीलु सब सांग आम पीलु पिला जापारू कि हाँ किसी अच्छी रहस्य किसी सार आम देखिलु कि भक्त बा लोक बा ग्रामवासी पाख आख बा दूर दूरांतर मैंने पानी पाइबा बोतल बेग जो पानी जार नहीं आसुँच विशेषतः से पानी रे कौन एमती रही जहाँकि लोक मान विश्वास भरोसा आस्था रही एत दूर से पानी नापी आसुँच कुंडर भी स्नान कर जो कूप रही पानी नौ से विषय पोखरी जो बड़ पोखरी कूअरु बाहर बड़ पोखरी पानी पाँच से दांत घसीबा साबुन लगेबा और चप्पल धोइबा मना ता तले गोटे छोट पोखरी कराई ए कूअरु बाहर बड़ पोखरी की पानी बड़ पोखरी छोट पोखरी की पानी जाऊँगी से छोट पोखरी जी साबुन फाबुन लगे कथा लगे चप्पल धोइबे दांत घसीबे ये बड़ पोखरी आसी गाधेबे तार नीति नियम रखाई आ पानी तो उपकारिता लोक निजे अनुभव कर उपकृत होती से जावत पेट रोग ही ए पानी भल हो जाए माने रोगमुक्त करदिए ये पानीर माने ख्याति ए अंचल सारा माने कुआड़ू कुआड़ू लोक दिल्ली जाऊँगी पानी सरसोआ जाऊँगी आसाम जाऊँगी मैं उपकृत होती जो मैंने चारबाटिया जो मैंने सर्विस करते उपकृत ये हवा द्वारा से एठू डेली फ्लाइट जाए ना तेणु से जो ऑफिसर माने एठू पानी पीकी उपकृत होती बड़ बड़ असाध्य रोग तंकर दूर होती मेन तो गैस्ट्रिक आ तेणु से दिल्ली भी पानी जाऊँगी प्रतिदिन पानी जाऊँगी राति 2टार भी लोक आसी पानी नौ हजार हजार लक्ष लक्ष लिटर पानी डेली एठू लोक नहीं पीउछंती उपकृत होउछंती तो सार कहले कि बहुत माने बहुत दूर पानी नहीं जो आसाम दिल्ली हो से पर्यंत पानी लोक मान विश्वास रही कि एठू फ्लाइट जो एयर सी पाखे रही बहुत सारा लोक जॉब कर जो डिफेन्स सिस्टम रही सर्विस कर जो मैंने पानी नहीं घर को फ्लाइट नहीं दिल्ली आसाम पर्यंत पानी व्यवहार रही जदि पानी भल हो पारि न था कि पानी पर विश्वास न था कि अलौकिक शक्ति न था औषधीय गुण जदि न था से कहीं आसते एत दूर को कौन पानी नहीं जाते एत माने बर्तमान आक्वागार्ड लगे नलकूप घर घर अच्छी बिस्लेट वाटर मिलूँ एत सारा सुविधा छाड़ी जो बाबा वैद्येश्वर प्रभु पाखर संपूर्ण गोटे जेनेल कूह रही कुंडे रही ठीक पानी नापी कहीं आसते से पानी पीला फल टेस्ट भी सार कहले मुझे पी सारी टेस्ट देखी सारी मिठा लगुच औषधि गुण थी अनुमान हो पारुची तो आपण जो अनुभव कर आपण कौन ये पानी पीवा फल कौन सफल हो पार्टी आमे भी तो बहुत माने डेली पानी पीऊँ आम पानी पीवा द्वारा गैस्ट्रिक प्रोब्लेमटा ये आम अंचल कहार ना जो मैंने पानी व्यवहार कर दृढ़ विश्वास अच्छी जे पानी पीले पेट रोग किसी हेन जी आसुँच बाहर भी सी भी आमको पचारे आम उत्तर दौचु जे आप पानी पीतु आप टाटा खर्च हो मो निज भणजा ट्रिटमेंट होता गैस्ट्रिक प्रोब्लेम था मुझे आम घर आम घर 16 किलोमीटर दूर में मुझे 20 लिटर जार रे पानी पूरे नहीं मो भणजा को देली मो भणजा माने गोटे मास पीला तार टोटाल गैस्ट्रिक प्रोब्लेम सॉल्व हो गला मु भी ताको आक्वागार्ड कंपनी आम जो मिस्त्री सजाड़ा को आसते मुझे पानी देली यही सांपुल पानी से टेस्ट कले कहले 89% 5 दिन पानी की परीक्षा करेले 89% बाहरला मिनरल सर आउ गोटे कथा कहले ये तो पानी पीवा फल तो ये सब जो विश्वास आप भरोसा रही आपड़ निजे अंगे लिभे सारी कि यही प्रोब्लेम सब सल्व हो जो मैंने पोखरी में स्नान कर कौन महात्मा रही कहीं से स्नान कर गाधौं कौन प्रकार चर्म रोग हेनी आपड़ निजे आज परीक्षा करूँ तादेह भी छोट माछ अच्छा आपड़ जो गाधोया पशिबे से माछ मैंने वर्तमान तो से माने टेक्निक चाइना वाला बाहर कले जो मैंने छोट माछ जो आमर छोट छोट जो गोड़ चमड़ा छाड़ा कि कौन सब माछ खाई जाती आपको कौन प्रकार चर्म रोग हेन यहीटा आम 100% गारंटी देव आम निजे गाधौ ये आम देखु कौन प्रकार चर्म रोग क्या पानी गाधोवा द्वारा हुए ना तो सार ये जो पानी नवा फल किसी फी देवा पड़ू कि चार्ज केमी लगुच कि ना टंकाटा भी किसी दिखती अवश्य एत लोक आसन हैरान करती माने आपण अविश्वास कर खरा दिन आसबे आप मार्च एप्रिल मसरे आसबे देखिए केते भिड़ होची
ପାଣି ପାଇଁ ଲୋକଙ୍କ ବାଡ଼ାବାଡ଼ି ବି ହେଇଯାଆନ୍ତି ଏଠି ପାଣି ନେବା ପାଇଁ। ଦେଖନ୍ତୁ ଦର୍ଶକ ବନ୍ଧୁ, ଆମେ ଯେଉଁ ପେଟ ପ୍ରୋବ୍ଲେମ୍ ହଉ, ପେଟର ଯାବତୀୟ ରୋଗ ବେମାର ଅଛି କି ଆମର ଚର୍ମ ରୋଗ ଅଛି, ଆମେ ଡକ୍ଟର ପାଖକୁ ଯାଉଛେ, ମେଡ଼ିକାଲରେ ଦେଖାଉଛେ, ବହୁତ ସାରା ମେଡ଼ିସିନ ବ୍ୟବହାର କରୁଛେ, ଯାହାକି ପଇସା ପଡ଼ୁଛି, ତଥାପି ଆମର ଭଲ ହେଇପାରୁନାହିଁ। ଏଠି ବାବା ବୈଦ୍ୟେଶ୍ୱରଙ୍କର ଯେଉଁ ମହାପ୍ରଭୁଙ୍କର ଏଭଳି ଶକ୍ତି, ଏଭଳି ଆଧ୍ୟାତ୍ମିକ ଏଠି ମାନେ କାମ କରୁଛି, ଯାହାକି କିଛି ଟଙ୍କାଟେ ବି ଆପଣଙ୍କୁ କିଛି ଚାର୍ଜ ବି ଲାଗିବନି, ଆପଣ ସମ୍ପୂର୍ଣ୍ଣ ମାଗଣାରେ ଏ ପାଣି ପିଇକି ଏ ସବୁ ରୋଗ ଭଲ ହେଇପାରୁଛି। ଏ ବାବା ବୈଦ୍ୟନାଥଙ୍କର ଅଲୌକିକତା ନୁହେଁ ତ ଆଉ କ'ଣ ଦର୍ଶକ ବନ୍ଧୁ। ତ ସାର୍ ଯଦି କେହି ଜଣେ ଆମର ଭିଓର୍ସ ହଉ, ଦର୍ଶକ ହଉ ବା ଭକ୍ତ ହଉ ଆସିବା ପାଇଁ ବାବା ବୈଦ୍ୟନାଥଙ୍କୁ ପାଖକୁ ଚାହିଁବ, ସେ କେମିତି କୋଉ ବାଟେ ଆସିବ? ଯଦି ଭୁବନେଶ୍ୱର ପଟୁ ଆସେ ସେ କେମିତି କୋଉ ବାଟେ ଆସି ପହଞ୍ଚି ପାରିବ? ମୋ ବସ୍ ଚାଲୁଛି, ମୋ ବସ୍ ଆମର DMTI ଛକ ଆଗରେ ଅଛି, ଶିଶୁ ମନ୍ଦିର ସେଇଠି ଷ୍ଟପେଜ ତାର। ଡେଲି 5 ଖଣ୍ଡ ଗାଡ଼ି ଚାଲୁଛି ଅପ୍ ଡାଉନ୍। ଫାଷ୍ଟ କଟକ ଆସିବେ, ଆସିବେ କଟକରୁ ମଙ୍ଗୁଲି ଆସିବେ, ମଙ୍ଗୁଲି ଛକରୁ ଆମର କଳିଙ୍ଗ ଛକ ଢେଙ୍କାନାଳ ରୁଟ୍, ସେ କଳିଙ୍ଗ ଛକ ପଚାରିବେ, କଳିଙ୍ଗ ଛକ ଆସିବେ, କଳିଙ୍ଗ ଛକଠୁ ମୋ ବସ୍ ଧରିବେ, ନଚେତ୍ କଟକରୁ ଡାଇରେକ୍ଟ ମୋ ବସ୍ ପାଇବେ। ବୈଦ୍ୟେଶ୍ୱର ଆଡ୍ରେସ୍ କହିଲେ ସେଇଠି ଓହ୍ଲେଇ ଦେବେ ମୋ ବସ୍ ରୋଡ୍ ସାଇଡରେ। ବୈଦ୍ୟେଶ୍ୱରଙ୍କ ପ୍ରଭୁଙ୍କ ନାମ ଯାହାକୁ ପଚାରିଲେ ସେ ଆଡ୍ରେସ୍ ଦେଇପାରିବେ। ତ ଏଠି ଯାତାୟାତର ସୁବିଧା ଅଛି, କିଛି ଅସୁବିଧା ନାହିଁ, ଆପଣ ଯେତେବେଳେ ଚାହିଁବେ ଆସିପାରିବେ। ଆମେ ଯେଉଁ କଥା ଆପଣଙ୍କୁ ଦେଖେଇଲୁ ବା ଜଣେଇଲୁ ବା ଭାଇ ସାର୍ ଯେଉଁ କହିଲେ ବହୁତ ସାରା ବିଶ୍ୱାସ ଭରସା ପାଣିରେ ରହିଛି, ଭଲ ହେଇପାରୁଛି, ଆପଣ ନିଜେ ମଧ୍ୟ ପାଣି ନେଇ ସେବନ କରି ଆପଣ ଜାଣିପାରିବେ, ପରୀକ୍ଷା କରିପାରିବେ କି ଆମେ ସତ କହୁଛୁ କି ମିଛ କହୁଛୁ। କିନ୍ତୁ ଆମେ ଯେତେବେଳେ ଆସିନଥିଲୁ ଆମେ ଭାବିଥିଲୁ, ଅବିଶ୍ୱାସ ପ୍ରଥମେ କରିଥିଲୁ, ଶୁଣିକି ଭାବିଥିଲୁ ଅନ୍ଧବିଶ୍ୱାସ ହେଇଥାଇପାରେ, କିନ୍ତୁ ଆମେ ଆସିଲୁ, ନିଜେ ପାଣି ପିଇଲୁ, ଲୋକମାନଙ୍କର ଓପିନିଅନ ନେଲୁ, ବହୁତ ସାରା ଲୋକ ଆସିବାର ଦେଖିଲୁ, ଇଏ ସମ୍ପୂର୍ଣ୍ଣ ବିଶ୍ୱାସର କଥା। ଏଠି ଅବିଶ୍ୱାସ ଅନ୍ଧବିଶ୍ୱାସ ପ୍ରଶ୍ନ ହିଁ ନାହିଁ। ବାବା ବୈଦ୍ୟେଶ୍ୱରଙ୍କର ଏଭଳି ଅଲୌକିକତା ଶକ୍ତି ରହିଛି ଯାହାକି ମାନେ ଆପଣ ବିଶ୍ୱାସ କରିପାରିବେନି। ଆପଣଙ୍କ ପାଦ ଯଦି ଏଇଠି ଆସନ୍ତୁ, ପାଦ ପଡ଼ିଲେ ଆପଣଙ୍କୁ ବହୁତ ପୁଣ୍ୟ ଫଳ ମଧ୍ୟ ପ୍ରାପ୍ତି ହେବ। କି ସାର୍ ଆଉ ଟିକେ ଆଗରୁ କହିଲେ କି ଏଇ ଯେଉଁ ଏୟାର୍ସରେ ବହୁତ ସାରା ଯେଉଁ ଏମ୍ପ୍ଲୟ କରୁଛନ୍ତି, ସେ ପାଣି ପିଇବା ଫଳରେ ତାଙ୍କର ସନ୍ତାନ ବି ହେଇପାରିଥିଲା। ଏଭଳି ମାନେ ଅଲୌକିକ ଶକ୍ତି ରହିଛି। 17 ଜଣ ପ୍ରମାଣ ଅଛି ବା ଆଜ୍ଞା, 17 ଜଣ ପ୍ରମାଣ ଆମକୁ ସ୍ପଷ୍ଟ ଭାବରେ ଜଣେଇଛନ୍ତି ଯେ ଆମର ପିଲାପିଲି ହଉନଥିଲା, ଆମେ ପାଣି ପିଇବା ଦ୍ୱାରା ଆମର 7 ବର୍ଷ କାହାର 9 ବର୍ଷ ମ୍ୟାରେଜ ହେଇଥିଲା, ପିଲାପିଲି ହଉନଥିଲା, ଏଠି ପିଇବାକୁ 17 ଜଣଙ୍କର ପୁଅ ହେଇଛି। এটা প্রত্যক্ষ প্রমাণ। স্যার এই পানি কেতে দিন মানে থরে পিদেলে হবো না কন্টিনিউ পিয়াক পড়িব? কন্টিনিউ পিয়াক পড়িব। কন্টিনিউ মানে 6 মাস বর্ষে? মাসে মাসে কন্টিনিউ এই পানি পিଇବା ফଳରେ ଆପଣ ଯୋଉଥିପାଇଁ ପିଉଛନ୍ତି ସେ ଫଳ ଆପଣଙ୍କୁ ପ୍ରାପ୍ତି ହେଇପାରିବ। ଇଏ ବାବା ବୈଦ୍ୟନାଥଙ୍କର ଅଲୌକିକ ଶକ୍ତି ମଧ୍ୟ ରହିଛି। ଆମେ ବୈଦ୍ୟେଶ୍ୱର ବାବାଙ୍କ ପାଖକୁ ଆସିଥିଲୁ, ଏଇ ଯୋଉ ସମ୍ମାନୀୟ ସାର୍ ବା ଗ୍ରାମବାସୀ ବା ଏଇ ଯୋଉ ବ୍ୟକ୍ତିମାନେ ଭେଟିଲୁ, ତାଙ୍କଠାରୁ ଆମେ ଏଇ ଯୋଉ ବୈଦ୍ୟେଶ୍ୱରଙ୍କ ବାବାଙ୍କ ବିଷୟରେ ଜାଣିବା ପାଇଁ ଚାହିଁଲୁ। ସେ ବହୁତ ସୁନ୍ଦର ଭାବେ ଆମକୁ ଓପିନିଅନ ବା ତାଙ୍କ ବିଷୟରେ ଖୋଲାସା କଲେ। ତେଣୁକରି ଆମ ଚ୍ୟାନେଲ ତରଫରୁ ସାର୍ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁ ସମସ୍ତେ। तो दर्शक बंधु जो विश्वास जो भरोसा जोटा जानापी आम आसलु बर्तमान सेटिकी पहुँचलु सेठी बहुत सारा लोक मानकर वयोज्येष्ठ व्यक्ति मानकर बहुत सारा भक्त मानकर बहुत सारा छोट सान बड़ भाई मानकर जो ओपिनियन आम नेलु तो जहाँ शुणी जहाँ देखापी आसीलु आम सेटा सत कथा विश्वासर कथा। तो आम जो प्रथम शुणा पाइलु बा लोक कथार जाना पाइलु बा किसी मीडिया देखापी पाइलु कि कटक चौद्वार एक वैद्येश्वर महाप्रभुंकर आस्थान रही जोटी बाबा बैद्येश्वर पूजा पाउछंती तांको पछपटू ठीक गोटे कूप बा झर केबे केउ कालरू पड़ी कहीं भी जानना बहुत सारा आगुरी अच्छी से झरणाटी को बर्तमान कूप आकार मान परिणत तैयारी करा जाइछि। सेठू से झरणार पानी गोटे कुंड को जाऊँगी। तो आम जो शुणी प्रथम भाविलु विश्वास है ना अविश्वास है आम भाविलु अंधविश्वास भी होता ही पारे कि आम निजे आसिलु से पानी पीलु समस्त पाखर बाइट्स बा ओपिनियन नेला फल ये संपूर्ण विश्वासर कथा। ये अविश्वास किसी ना अंधविश्वास भी किसी ना पूरा विश्वासर कथा। तो आपण मैंने जदि यही कथा जानापी चाहते आपणर किसी रोग बेमार गैस्ट्रिक डायबिटीज कि पेट बेमार किसी रही आप निश्चित कटक चौद्वार बाबा बैद्येश्वर मंदिर पाखक आसतु यही कूपर पानी नहीं कंटिन्यूसली आपन व्यवहार करने द्वारा आपणकर निश्चित विश्वास भरोसा रखु निश्चित भल हो पार। आम ग्यारंटी सहित कहीपरु जहाँ कि बहुत सारा लोक वयोज्येष्ठ व्यक्ति मान ठारू आम ओपिनियन नेलु तांकर मध्य रोग थिला से मेडिकल बहुत सारा मेडिसिन भी डॉक्टर परामर्श खाऊले किंतु से रोग भल हो पार नाला। आज जुग एत डेभलपमेंट होगा फल बहुत सारा गैस मेडिसिन लोक व्यवहार कर संपूर्ण रोग तांकर भल हो पारना। तो ये बहुत सारा लोक आसुँच सी व्यवहार कर सी भल है परिवार बंधुबांधव
ସାହି ପଡ଼ିଶା ମଧ୍ୟ ଏଇ କୂପ ପାଖକୁ ଆସୁଛନ୍ତି। ଏଠି ଯେଉଁ କୂପରୁ ବା ଝରରୁ ବୈଦ୍ୟେଶ୍ୱରଙ୍କ ବାବା ଝରରୁ ସେମାନେ ପାଣି ନେଉଛନ୍ତି, ବୋଟଲ ଭରି ବ୍ୟାଗରେ ପୁରେଇ ପାଣି ନେଉଛନ୍ତି, ସେମାନେ ବ୍ୟବହାର କରୁଛନ୍ତି। ତ ସେ ପାଣି ବ୍ୟବହାର ଫଳରେ ସେମାନେ ବହୁତ ଉପକୃତ ହେଇପାରୁଛନ୍ତି ବା ରୋଗରୁ ଉପଶମ ପାଇପାରୁଛନ୍ତି। ତ ଆଜି ଆସିବା ଫଳରେ ବହୁତ ସାରା ଲୋକମାନଙ୍କର ଏଠି ଧାଡ଼ି ଛୁଟିଛି। ଆମେ ବିଶ୍ୱାସ କରିପାରୁନାହୁଁ କି ଏଇ ପାଣି ନେବା ପାଇଁ ଏତେ ସାରା ଭକ୍ତ ଏଠାକୁ ଆସୁଛନ୍ତି। ତ ଆମେ ଯେତିକି ସମୟ ବା ଅଧଘଣ୍ଟେ ଘଣ୍ଟାଟେ ଏଠି ରହିଲୁ, ବହୁତ ସାରା ଲୋକଙ୍କୁ ଭେଟିଲୁ କି ଏଠି ଯେଉଁ ARC ରହିଛି, ARCର ମାନେ ଏମ୍ପ୍ଲୟର ମାନେ ଯେଉଁମାନେ ଚାକିରି ମାନେ କରିପାରୁଛନ୍ତି, ସେମାନେ ବି ଏଠି ଡ୍ରମ୍ ବା ବୋଟଲ ନେଇକି ଆସୁଛନ୍ତି, ପାଣି ଜାର୍ ନେଇ ଆସୁଛନ୍ତି, ପାଣି ଭରିକି ନେଇକି ସେମାନେ ଯାଉଛନ୍ତି। ତ ସେମାନଙ୍କର ତ ପଇସା ଅଭାବ ନାହିଁ କି ପାଣିରେ ବି ଅଭାବ ନାହିଁ। ସେମାନେ ଏତେ ମାନେ ଆକ୍ୱାଗାର୍ଡ ପାଣି, ଫିଲ୍ଟର ପାଣି, ଫ୍ରିଜ୍ ପାଣି, ବିସ୍ଲେରୀ ପାଣି ଛାଡ଼ିକି ସେମାନେ କାହିଁକି ଏ କୂପ ପାଖକୁ ବାବା ବୈଦ୍ୟେଶ୍ୱରଙ୍କ କୂପ ପାଖକୁ ଆସୁଛନ୍ତି କି ଜଳ ନେଉଛନ୍ତି? ଏହି ଯେଉଁ ଔଷଧୀୟ ଗୁଣ ଜଳ ବା ବାବା ବୈଦ୍ୟେଶ୍ୱରଙ୍କର ଅଲୌକିକତା ହେଉ, କରୁଣା ହେଉ, ଆଶୀର୍ବାଦ ହେଉ ତାଙ୍କ ପାଖରେ ରହିଛି, ସିଏ ସେଇ ଜଳକୁ ପିଇକି ବହୁତ ସାରା ରୋଗ ଉପଶମ ହେଇପାରୁଛନ୍ତି ବା ବ୍ୟବହାର କରିବା ଦ୍ୱାରା ତାଙ୍କର ଲାଭ ହେଉଛି କି। ତେଣୁକରି ବିଶ୍ୱାସ ଭରସା ରହିଛି, ସେମାନେ ଆସୁଛନ୍ତି। ଏଇ ଯେଉଁ କୁଣ୍ଡଟି ବର୍ତ୍ତମାନ ରହିଛି, କୂପରୁ କନେକ୍ସନ୍ ରହିଛି କୁଣ୍ଡରୁ ଯେଉଁ ଜଳ କୂପ ମଧ୍ୟ ଯାଉଛନ୍ତି, ସେଠି ବହୁତ ସାରା ଗ୍ରାମବାସୀ ହେଉ, ପିଲା ହେଉ, ବୟୋଜ୍ୟେଷ୍ଠ ବ୍ୟକ୍ତି ହେଉ, ସମ୍ମାନୀୟ ବ୍ୟକ୍ତି ହେଉ, ତ ସେଇ କୂପରେ ସ୍ନାନ କରୁଛନ୍ତି। ସ୍ନାନ କରିବା ଫଳରେ ତାଙ୍କଠାରୁ ଆମେ ପଚାରି ବୁଝିଲୁ କି ସ୍ନାନ କରିବା ଫଳରେ ତାଙ୍କର ଯେଉଁ ଚର୍ମ ରୋଗ କିଛି ରହୁଛି ଦେହରେ, ସିଏ ରୋଗ ମଧ୍ୟ ଭଲ ହେଇପାରୁଛି। ତ ବହୁତ ସାରା ତ କହିଲେ ଆମର ଥିଲା, ଆମେ ଭଲ ହେଇପାରୁଛନ୍ତି। ଆଉ ବହୁତ ସାରା ବିଶ୍ୱାସ ଭରସାରେ ମଧ୍ୟ ଡେଲି ଆସି ସ୍ନାନ କରୁଛନ୍ତି। ଏଠି ବହୁତ ସୁନ୍ଦର ଜାଗା, ବାବାଙ୍କର ଅଲୌକିକତା ଭରସା ବା ଆଧ୍ୟାତ୍ମିକ ଏଠି କିଛି ଭରି ରହିଛି, ଯାହା ବାବାଙ୍କର ଅଲୌକିକତା ରହିଛି। ତ ଆମକୁ ବହୁତ ଖୁସି ଲାଗିଲା କି ଆମେ ଯେଉଁଟା ଶୁଣିଥିଲୁ ସେଟା ସମ୍ପୂର୍ଣ୍ଣ ସତ କଥା। କିଛି ଏଠି ବିଶ୍ୱାସ, ଅବିଶ୍ୱାସ, ଅନ୍ଧବିଶ୍ୱାସର କିଛି କାରଣ ସମ୍ପୂର୍ଣ୍ଣ ବିଶ୍ୱାସର କଥା। ଯଦି ଆମ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗୁଛି, ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଆମ ଚ୍ୟାନେଲକୁ। ଥ୍ୟାଙ୍କସ୍ ଫର ମାଇ ଭିଡ଼ିଓ, କିପ୍ ୱାଚିଂ। ଦେଖା ହେବ ଆଗାମୀ ଅଧ୍ୟାୟରେ। ରହୁଛି ଦର୍ଶକ ବନ୍ଧୁ, ନମସ୍କାର।